मनो विष्णु भूतले स्वयं रूपः कदा मह्यं ददाति स्वप्नदातिकम्। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिनीति नामिने। नमस्ते सारस्वती देवी गौरवाणी प्रचारिणे निर्विशेष शून्यवादी पाश्चात्य देशतारिणी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवशक्ति गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण। एଠାରେ उपस्थित थिबा समस्त भक्तଙ୍କୁ ମୋର दंडवत प्रणाम। ଆଉ ବୃନ୍ଦାବନ ଧାମ ବିଷୟରେ ପ୍ରଭୁଜୀ ମତେ ମାନେ କହିବା ପାଇଁ କିଛି କହିଥିବାରୁ ବି ଧନ୍ୟବାଦ। ବୃନ୍ଦାବନ ଧାମ ଯିବା ପାଇଁ ସମସ୍ତେ ତ ଅଲମୋଷ୍ଟ ଯାତ୍ରାର ଯାହା ଯାହା ହେଇଛି କହି ସାରିଛନ୍ତି, ତ ମୁଁ କିଛି କିଛି ଜିନିଷ ବି ସେୟାର କରିଦଉଛି। ଯେହେତୁ ସ୍ମୃତିରେଖା ମାତାଜୀ ଯାହା ବି ସବୁ ସେୟାର କରିଛନ୍ତି ସେମ୍ ଯାତ୍ରା ଥିଲା ମୋର, କାହିଁକିନା ଆମେ 2 ଜଣ ସାଙ୍ଗ ହେଇକି ଥିଲୁ, ସେ ମୋ ରୁମମେଟ୍ ଥିଲେ। ଆଉ ବୃନ୍ଦାବନ ଯାତ୍ରାଟା ମୋ ପାଇଁ ସ୍ପେଶାଲ ବହୁତ ଥିଲା, କାହିଁକିନା ଯୋଉ ଦିନ ଆମେ ଯାତ୍ରା ଷ୍ଟାର୍ଟ ହେଇଥିଲା 2 ଡିସେମ୍ବର, ସେଦିନ ମୋର ବର୍ଥଡେ ଥିଲା। ତ ମୋ ବର୍ଥଡେର ବୋଧେ ସବୁଠୁ ବେଷ୍ଟ ଗିଫ୍ଟ ଥିଲା କି ମୁଁ ମୋ ବର୍ଥଡେ ଦିନ ହିଁ ଧାମ ଯାତ୍ରା କରିଥିଲି। ଆଉ ସମସ୍ତଙ୍କ ଭଳି ମତେ ଯେତେବେଳେ ପ୍ରଭୁଜୀ କହିଥିଲେ ଫାଷ୍ଟ ବୃନ୍ଦାବନ ଯିବା ପାଇଁ, ମୁଁ ମନା କରିଥିଲି ବି ପ୍ରଭୁଜୀଙ୍କୁ, କାହିଁକି ନା ମୁଁ କିଛି ମାସ ପୂର୍ବରୁ ହିଁ ବୃନ୍ଦାବନ ଯାଇଥିଲି। ତ ଆଉ ଥରେ ପୁଣି ଘରେ କନଭିନ୍ସ କରେଇକି ଯିବାଟା ଟିକେ ଟଫ୍ ଥିଲା କି କେମିତି ଯିବି, ତ ମୁଁ ସେଇଥିପାଇଁ ମନା କରିଦେଇଥିଲି ପ୍ରଭୁଜୀଙ୍କୁ। ପ୍ରଭୁଜୀ ମତେ ଯେତେବେଳେ ଗୋଟେ କଥା କହିଥିଲେ କି ଗୁରୁ ପଦାଶ୍ରୟ କରିବା କଥା କହିଥିଲେ, ତ ସେଇ କଥାଟା ମୋ ମାଇଣ୍ଡରେ ପୁରା ଚାଲିଥିଲା। ଗୁରୁ ପଦାଶ୍ରୟ ମାନେ ମତେ କେମିତି ବି କରିକି ବୃନ୍ଦାବନ ଯିବାର ଅଛି। ତ ମୁଁ କନଭିନ୍ସ କରେଇକି ଘରେ ଯାହାବି ଯେମିତି ରାଜି କରେଇକି ବାହାରି ଗଲି କି ହଁ ଯିବି ବୋଲି। ତ ମୋର ସେଇ ଏକ୍ସାଇଟମେଣ୍ଟ ଟା ଥିଲା କି ମତେ ଗୁରୁ ମହାରାଜଙ୍କ ଦର୍ଶନ କରିବାର ଅଛି। ଆକ୍ଚୁଆଲି ମୋର ବୃନ୍ଦାବନ ଯିବାର ମାନେ କି ପଏଣ୍ଟ ଯୋଉଟା ଥିଲା, ଅବଜେକ୍ଟିଭ ଥିଲା କେବଳ ଗୁରୁ ମହାରାଜଙ୍କ ଦର୍ଶନ କରିବା ପାଇଁ। କାରଣ ମୁଁ କେବେ ବି ଗୁରୁ ମହାରାଜଙ୍କୁ ଦେଖିନଥିଲି, ସବୁବେଳେ ଜୁମ୍ ସେସନରେ ଦେଖେ। ଆଉ ସ୍ମୃତିରେଖା ମାତାଜୀ ମତେ ତାଙ୍କର ଏକ୍ସପିରିଏନ୍ସ ଲାଷ୍ଟ ଇୟରରେ ସେୟାର କରିଥିଲେ କି କେମିତି କଣ ହେଇଥିଲା ଗୁରୁ ମହାରାଜଙ୍କର ସେରେମନି ଯୋଉଟା ସେ ଆଟେଣ୍ଡ କରିଥିଲେ। ଆଉ ଟେମ୍ପୁଲରେ ମୁଁ ସବୁବେଳେ ସତ୍ୟପ୍ରଭୁଙ୍କ ଠାରୁ ଶୁଣେ, ଗୁରୁ ମହାରାଜଙ୍କ ଗ୍ଲୋରିଫିକେସନ ବହୁତ ଶୁଣେ, ସେ କେତେ କୃପାଳୁ, କେତେ ସବୁ ଜିନିଷ ଜାଣିପାରନ୍ତି ଗୁରୁ ମହାରାଜ, ମୁଁ ବହୁତ ଶୁଣିଛି ତାଙ୍କ ମୁହଁରୁ। ତ ମୋର ବହୁତ ଇଚ୍ଛା ଥିଲା କି ମୁଁ ତାଙ୍କ ଦର୍ଶନ ଟିକେ କେମିତି ବି ହଉ କରିବି। ତ ସେଇ ଇଚ୍ଛାରେ ମୁଁ ବାହାରି ଯାଇଥିଲି ବୃନ୍ଦାବନ। ଆଉ ବୃନ୍ଦାବନ ଯାତ୍ରାର ଟ୍ରେନ ଜର୍ଣ୍ଣିର ଯୋଉ ସଫରଟା ଥିଲା ସେଇଟା ସମସ୍ତେ ଅଲରେଡି କହି ସାରିଛନ୍ତି, କେମିତି କଥା କୀର୍ତ୍ତନ ସବୁ ଥିଲା। ଟାଇମ ରେ ସବୁ ପ୍ରଭୁଜୀ ମାନେ କେତେ ଦାୟିତ୍ୱ ନଉଥିଲେ, କେତେ ସେବା କରୁଥିଲେ ସମସ୍ତଙ୍କର। ସ୍ପେଶାଲି ପ୍ରଭୁଜୀ ମାନେ ହିଁ ବହୁତ ସେବା କରିଛନ୍ତି। କାହାର ଟିକେ ଦେହ ଖରାପ ହେଇଯାଉ ସେମାନେ ପୁରା ଆକ୍ଟିଭ ଥାନ୍ତି, ସେମାନେ ପଛେ ବହୁତ ପେନରେ ଥାନ୍ତୁ ସମସ୍ତଙ୍କ ପାଖକୁ ସେ ଧାଇଁ ଆସିଥାନ୍ତି। ଆଉ ଯୋଉ ଆମର ପ୍ରଭୁ ଯାଇଥିଲେ ପ୍ରେସିଡେଣ୍ଟ ପ୍ରଭୁ, ନାଁଟା ମନେ ପଡୁନି, ସେ ପ୍ରଭୁ ବି ଯେମିତି ଟାଇମରେ କୀର୍ତ୍ତନ ପରେ କଥା କରନ୍ତି, ସିଏ ତାଙ୍କର ବି ଆଜ ୟୁଜୁଆଲ ସବୁ କରୁଥିଲେ। ତ ଆମେ ପହଞ୍ଚି ଗଲୁ ବୃନ୍ଦାବନ। ତାପରେ ବୃନ୍ଦାବନରେ ପହଞ୍ଚିଲା ପରେ ଧାମକୁ ଯେତେବେଳେ ଆମେ ଏଣ୍ଟ୍ରି କରିଥିଲୁ, ମତେ ତ ମୋର ଏଇଟା ଥାର୍ଡ ଟାଇମ ବୃନ୍ଦାବନ ଯାତ୍ରା ଥିଲା। ମୁଁ ଯେବେ ବି ବୃନ୍ଦାବନ ଯାଏ ମତେ ଲାଗେ କି ମୁଁ ମୋ ନିଜ ଘରକୁ ହିଁ ଯାଉଛି। ମାନେ ମୁଁ ଭୁଲି ଯାଇକି ମୁଁ ଘର ଛାଡିକି, ଘର ଲୋକଙ୍କୁ ଛାଡିକି ସେଠିକି ଯାଇଛି ବୋଲି। କାରଣ ମତେ ଘରୁ ବାରମ୍ବାର ଫୋନ ଆସେ କି ତୁ ପହଞ୍ଚିଲେ ଆମକୁ କହିବୁ କଣ ହେଲା କଣ ନାହିଁ। ମୁଁ ଏଠି ପହଞ୍ଚି ସାରିଲା ପରେ ମୁଁ ମୋ ଦୁନିଆକୁ ପଳେଇଲି। ମତେ ଲାଗିଲା କି ମୁଁ ମୋ ଘରକୁ ହିଁ ପଳେଇ ଆସିଲି, ସେ ମୋ ନିଜ କର୍ମ ପାଇଁ କି ମୁଁ ଯାଇକି କୋଉଠି ରହୁଛି। ତ ଏବେ ମୁଁ ମୋ ଘରକୁ ହିଁ ଆସିକି ଏଣ୍ଟ୍ରି କଲି। ତ ମୁଁ ମାନେ ମତେ ବହୁତ ନିଜର ଫିଲ୍ ହେଲା କି ହଁ ମୁଁ ମୋ ଘରକୁ ଆସିଛି ବୋଲି। ତାପରେ ଧାମ ଯେମିତି ରହିଲୁ, ଯାହା ବାକି ସମସ୍ତେ କହିଛନ୍ତି କୋଉଠି କୋଉଠି ଆମେ ରହିଲୁ, ଆଶ୍ରମରେ ଯାଇକି ସବୁ ସେଟଲ ହେଇଗଲା ପରେ, ତାପରେ ତା ନେକ୍ସଟ ଡେ ଯେତେବେଳେ ସମୟ ମଙ୍ଗଳ ଆଳତି ଆମେ ଯାଇପାରିଲୁନି, ମାତାଜୀ କହିଛନ୍ତି ରିଜନ କଣ, ମଙ୍ଗଳ ଆଳତି ଆମେ ଯାଇପାରିଲୁନି। ତ ଦର୍ଶନାର୍ଥୀ ଆମେ ଗଲୁ। ଫାର୍ଷ୍ଟ ଟାଇମ ଇସ୍କନ, ମୁଁ ଯେତେ ଥର ବି ଯାଇଛି ବୃନ୍ଦାବନ କେବେ ଇସ୍କନ ଟେମ୍ପଲ ଯାଇପାରିନି, କିଛି ନା କିଛି ରିଜନ ପାଇଁ ମୁଁ ରହି ହିଁ ଯାଏ। ଫାର୍ଷ୍ଟ ଟାଇମ ପାଇଁ ଗଲି, ଦର୍ଶନ ଆରତି ଦେଖିଲି। ଦର୍ଶନ ଆରତିର ଏକ୍ସପିରିଏନ୍ସ ତ ବହୁତ ସୁନ୍ଦର ଥିଲା। ବହୁତ ମାନେ ମାତାଜୀ କହିଛନ୍ତି କି କେମିତି ଆମେ ସବୁ ମାନେ ପୁରା ଭଗବାନଙ୍କୁ ଆଁ କରିକି ରହିଯାଇଥିଲୁ, ସେମିତି ଏତେ ସୁନ୍ଦର ଶୃଙ୍ଗାର। ସବୁବେଳେ ତାଙ୍କୁ ମୁଁ ଫଟୋ ଦର୍ଶନ ଗ୍ରୁପ ରେ ହିଁ ଦେଖିକି ହଁ ଆସିଲା ଅନେଇକି ବସିଥାଉ, କେତେବେଳେ ମଙ୍ଗଳ ଆଳତି ଆସିବ, କେତେବେଳେ ଦର୍ଶନ ଆରତି ଆସିବ। ସେଠି ଯାଇକି ରିଏଲରେ ଦେଖିଲୁ, ପ୍ରପାନ୍ତଙ୍କର ବିଗ୍ରହ ଦେଖିଲୁ। ଆଉ ସେଇଠି ଯୋଉ ସୁନ୍ଦର ଡିଭୋଟି ମାନେ, ଫରେନ ଡିଭୋଟି ମାନେ କୀର୍ତ୍ତନ କରୁଥିଲେ, ମୁଁ କିଛି କିଛି ମୋମେଣ୍ଟ ବି କ୍ୟାପଚର କରିକି ରଖିଛି, ବହୁତ ସୁନ୍ଦର ଥିଲା। ତାପରେ ବାହାରି ଗଲୁ ଆମେ ଗୁରୁ ମହାରାଜଙ୍କର ସେଦିନ ଦୀକ୍ଷା ସେରିମନି ଥିଲା, ସେଠିକି ବାହାରି ଗଲୁ। ତ ଗୁରୁ ମହାରାଜଙ୍କୁ ଫାର୍ଷ୍ଟ ଟାଇମ ସେଦିନ ମତେ ଦେଖିବାର ଥିଲା, ମାନେ ଫାର୍ଷ୍ଟ ଟାଇମ। ତ ଯେତେବେଳେ ଦୀକ୍ଷା ସେରିମନି ଆମେ ଏଣ୍ଟ୍ରି କଲୁ,
ସେଇଠି ସେଇଠି ବହୁତ ସାରା ଡିଭୋଟି ଆଗରେ ବସି ପଡିଥିଲେ, ତ ଆମେ ଟିକେ ଡିଷ୍ଟାନ୍ସ ରେ ଥିଲୁ, ଟିକେ ଲେଟ ରେ ଗଲୁ ନା, ତ ବସି ପଡିଥିଲେ, ତ ବହୁତ ଦୂରରୁ ଦେଖିଲୁ। ଦୂରରୁ ଦେଖିଲି ଗୁରୁ ମହାରାଜକୁ, ହେଲେ ଯେମିତି ଯାହା ଦର୍ଶନ କରିକି ସମସ୍ତେ ନିଜ ନିଜ ଜାଗାରେ ଯିଏ ବସି ପାଇଲେ, ମାନେ ସେ ଅଲଗା ଜାଗାରେ ବସିଲେ ଜପ କରୁଥିଲେ। ତ ମୁଁ ଯେତେବେଳେ ଦେଖିଲି, ମୁଁ କହିଲି ପାଖରୁ ଟିକେ ଦେଖନ୍ତିନି, ମତେ ଭାରି ସେଠି ହିଁ ଇଚ୍ଛା ହେଲା କି ମୁଁ ଗୁରୁ ମହାରାଜଙ୍କୁ ଟିକେ ପାଖରୁ ଦେଖନ୍ତିନି। ତ ସେଇଠି ଯେତେବେଳେ ପାଖରୁ ଦେଖିବା ପାଇଁ ମୁଁ ବାହାରିଲି, ସେଠି ବହୁତ ସାରା ଡିଭୋଟି ଥିଲେ, ମାନେ ବହୁତ ସାରା ସିକ୍ୟୁରିଟି ଥିଲେ ସେଠି, ମାନେ ଯିବା ପାଇଁ ସୁବିଧା ନଥିଲା। ତ ସେଇଠି ଆମ ଟିମ ର କିଛି ଜଣ ପ୍ରଭୁଜୀ ଥିଲେ, ମେ ବି ସେମାନେ ସେଠି ସେବାରତ ଥିବେ ବୋଧେ। ତ ମୁଁ ସେ ଯୋଉ ଷ୍ଟେଜ ଭଳି ହେଇଥିଲା ତା ଚାରିପଟ ଯାଇକି ବୁଲୁଛି, କି କେମିତି ସେଠିକି ଭିତରକୁ ଯାଇକି ଟିକେ ଏଣ୍ଟ୍ରି କରିବି, କି ପାଖରୁ ଟିକେ ଗୁରୁ ମହାରାଜଙ୍କୁ ଦେଖିବି ବୋଲି। କିନ୍ତୁ ଏଣ୍ଟ୍ରି କରିପାରୁନଥିଲି, ତ ସେ ଟେଣ୍ଟ ରେ ସବୁ କଭର ହେଇକି ଥିଲା। ତ ସେଇଠି ଜଣେ ପ୍ରଭୁଜୀ ଥିଲେ, ସେ ଟେଣ୍ଟ ରୁ ଟିକେ ନାକୁ ଫାଙ୍କ ବାହାର କଲେ, କହିଲେ ମାତାଜୀ ଆପ ଇଧର ସେ ଚଲେ ଯାଇଏ। ତ ମୁଁ ପୁରା ଆଗରେ ସେଠି ଗଳି ପଶିକି ଭିତରକୁ ଗଲି। ଏତେ ପାଖରୁ ମୁଁ ଗୁରୁ ମହାରାଜକୁ ଦେଖିଲି, ମୁଁ ପୁରା ଅନେଇଛି ସେମିତି। ବେଶୀ ସମୟ ତ ସେଠି ରହିପାରିଲିନି, ଯେହେତୁ ସିକ୍ୟୁରିଟି ଥିଲେ ସେଠି ମନା କଲେ ରହିବା ପାଇଁ। ତ ସେ ଫଟୋ ବି ମୁଁ ଏବେ ବି କ୍ୟାପଚର କରି ରଖିଛି, ଦେଖେ ମତେ ଯେତେବେଳେ ମନେ ପଡେ। ବହୁତ ପାଖରୁ ମୁଁ ସେଦିନ ଫାଷ୍ଟ ଟାଇମ ପାଇଁ ଗୁରୁ ମହାରାଜକୁ ଦେଖିଲି। ତାପରେ ଦେଖିକି ମୁଁ ସେଇ ସେନ୍ସରେ ହିଁ ଅଛି କି, ହଁ ମୁଁ ଗୁରୁ ମହାରାଜକୁ ଦେଖିଲି। ଯେହେତୁ ମତେ ବି କିଛିଟା ରେସପନସିବିଲି ଦିଆଯାଇଥିଲା, ମଥୁରାଧୀଶ ପ୍ରଭୁ ଦେଇଥିଲେ ମତେ ଆଉ ସ୍ମୃତିରେଖା ମାତାଜୀଙ୍କୁ, ସବୁ ମାତାଜୀ ମାନଙ୍କ ଖବର ବୁଝିବା ପାଇଁ। ତାପରେ ମୁଁ କିଛି ସମୟ ପାଇଁ ଭୁଲି ଯାଇଥିଲି କି ନାଇଁ ମତେ ବି କିଛି ରେସପନସିବିଲି ଦିଆଯାଇଛି। ମୁଁ ପୁରା ଅନେଇଥିଲି, ସେମିତି ସେଇଠି ହିଁ ଅନେଇଥିଲି। ତ କେମିତି କଣ ଦର୍ଶନ ସାରିକି ସେଦିନ ଆମେ ପଳେଇ ଆସିଲୁ। ତାପରେ ଇଭିନିଂ ରେ ଯାହା ଯାହା ଟେମ୍ପଲ ଆମର ଭିଜିଟ କରିବାର ଥିଲା ଆମେ ଯାଇଥିଲୁ। ମାତାଜୀ ମାନେ ଅଲରେଡି କହିଛନ୍ତି କୋଉ କୋଉ ଟେମ୍ପଲ ଆମେ ଯାଇଛୁ। ତ ତା ନେକ୍ସଟ ଡେ, ଆଉ ହଁ, ସେଦିନ ମୁଁ ସତ୍ୟ ପ୍ରଭୁଙ୍କର ଗୋଟେ ଷ୍ଟାଟସ ଦେଖିଥିଲି, ଯୋଉଟା କି ଗୁରୁ ମହାରାଜଙ୍କ ସହିତ ବହୁତ କ୍ଲୋଜ ଭିଡିଓ ଥିଲା, ବହୁତ କ୍ଲୋଜ ଥିଲା। ତ ମୁଁ ପ୍ରଭୁଙ୍କୁ ପଚାରିଲି କି ପ୍ରଭୁ ଯେ ଏଇଟା କେତେବେଳେ ହଉଥିଲା, ଏଇ ସେସନ ଟା କୋଉଠି ହଉଥିଲା? ତ ଆମେ କେହିଁ ଯାଇପାରିଲୁନୁ। ତ ପ୍ରଭୁ କହିଲେ କି ସେଇଟା ମଙ୍ଗଳ ଆଳତି ବେଳର, କି ଆପଣ ମଙ୍ଗଳ ଆଳତି ଯାଇନାହାନ୍ତି? ମୁଁ କହିଲି ନାଇଁ ପ୍ରଭୁ ଆମେ ଯାଇପାରୁନୁ, କାହିଁକିନା ଆମେ ଉଠି ପାଇଲୁନୁ, ତ ଆମେ ଯାଇପାରୁନୁ। ତ ପ୍ରଭୁ ସେଇଠୁ କିଛିଟା କଥା ମତେ ସେଇଠି କହିଥିଲେ। ମାନେ ସେ କଥା ଗୁଡାକ ଏତେ ହାର୍ଟ ଟଚିଂ ଥିଲା, ମତେ କହିଥିଲେ କି ପ୍ରଭୁ କି ମାତାଜୀ ଆପଣ ଧାମ ଆସିଛନ୍ତି, ମଙ୍ଗଳ ଆଳତି ଯିବେନି, ଗୁରୁ ମହାରାଜଙ୍କ ସେସନ ଆଟେଣ୍ଡ କରିବେନି, ତ ଆମେ ଧାମ ଆସିଛେ କଣ ପାଇଁ? ତାଙ୍କରି ପାଇଁ ହିଁ ତ ଆମେ ଧାମ ଆସିଛେ, ଅଲଗା କିଛି ରିଜିନ ତ ନଥିଲା ଆମର ଧାମ ଆସିବାର। ତ ଆପଣ ଶୋଇପଡିଲେ କାହିଁକି? ଆପଣ ଘରକୁ ଯାଇକି ତ ଶୋଇ ବି ପାରିଥାନ୍ତେ। ତ ଏମିତି କେତେ କଥା ଟିକେ ଜୋରିଆକି ମତେ କହିଦେଇଥିଲେ ସେଦିନ। ମାନେ ସେଇ କଥା ଗୁଡା ମତେ ବହୁତ ଟଚ କଲା, ଏଥିପାଇଁ ମୁଁ କହିଲି ସତ କଥା ତ, ସେମାନେ ବି ତ ପରିଶ୍ରମ କରିଛନ୍ତି, ସେମାନେ ଯଦି ଉଠିକି ମଙ୍ଗଳ ଆଳତି ଯାଇପାରିଲେ, ତ ଆମେ କାହିଁ ଯାଇପାରିବୁନି? ତ ସେଇଦିନ ମୁଁ ପୁରା ସ୍ମୃତିରେଖା ମାତାଜୀଙ୍କ ପଛରେ ଲାଗିଗଲି, ମାତାଜୀ ସେମାନେ ଯାଇଛନ୍ତି ଆମେ ବି ଯିବା। ତ ପୁରା ସେଦିନ ରାତି ଯାଏ ଶୋଇଲା ଯାଏ ମାତାଜୀଙ୍କୁ ଖାଲି ରିମାଇଣ୍ଡର ଦେଇକି, ମାତାଜୀ ଆମେ ମଙ୍ଗଳ ଆଳତି ଯିବା ନା, ଯିବା ନା? ତା ପରଦିନ ସେ କହିଲା ମାତାଜୀ ମତେ ଉଠେଇଦେବେ ଆମେ ଯିବା। ତ ତା ପରଦିନ ଆମେ ଗଲୁ ମଙ୍ଗଳ ଆଳତି। ଆଉ ଆମ ସରୋଜିନୀ ମାତାଜୀ, ପ୍ରତିଶ୍ରୁତି ମାତାଜୀ ଯାଇପାରିଲେନି, ଯେହେତୁ ତାଙ୍କ ଦେହ ଖରାପ ଥିଲା। ଆଉ ସେଠି ବହୁତ ଜୋରେ ଟେମ୍ପରେଚର ଟିକେ ଅଧିକା ଥିଲା। ତ ଆମେ ଦି ଜଣ ବାହାରି ଗଲୁ ମଙ୍ଗଳ ଆଳତି। ଫାଷ୍ଟ ଯେବେ ମଙ୍ଗଳ ଆଳତି ଗଲୁ, ଭିତରକୁ ଏଣ୍ଟ୍ରି କରିବା ପାଇଁ ବହୁତ ସାରା ଡିଭୋଟି ଥିଲେ। ସେ ବଡ ବଡ ପ୍ରଭୁଜୀ ମାତାଜୀ ମାନେ ସବୁ ଆଗରେ ଛିଡା ହେଇଥିଲେ, ତ ଆମକୁ ଦେଖା ଯାଉନଥିଲା ଠିକ ସେ। ସେ ପ୍ରେଜେଣ୍ଟେସନ କରିନେଇଥିଲୁ, ତାପରେ ଡେଇଁ ଡେଇଁକା କିଛିଟା ଜିନିଷ ଆମେ ଦେଖିପାରିଲୁ। ତାପରେ ଟିକେ ଫାଙ୍କା ହେଲା ଯେତେବେଳେ ଦେଖିଲୁ କି ଗୁରୁ ମହାରାଜ ମଙ୍ଗଳ ଆଳତି କରୁଛନ୍ତି, ସେଦିନ ତାଙ୍କର ସନ୍ନ୍ୟାସୀ ସେରେମନି ଥିଲା। ତ ଗୁରୁ ମହାରାଜ ମଙ୍ଗଳ ଆଳତି କରୁଛନ୍ତି, ମୁଁ ପୁରା ଆଁ କରିକି ଅନେଇଛି, ଏଡେ ବଡ ପାଟି କଲି ମାତାଜୀ ଗୁରୁ ମହାରାଜ ମଙ୍ଗଳ ଆଳତି କରୁଛନ୍ତି। ତ ସେଇଠି ମାନେ ସେଇ ଭଗବାନଙ୍କର ସେ ମଙ୍ଗଳ ଆଳତି, ଦ୍ୟାଟ ବି ଗୁରୁ ମହାରାଜ କରୁଛନ୍ତି। ମାନେ ଏତେ ଖୁସି ଆଉ ଏତେ ମାନେ ଇମୋସନ ଟା ମୁଁ କହିବି ପାରୁନି, ଏତେ ସେଦିନ ଖୁସି ହେଇଗଲି କି ହଁ ଗୁରୁ ମହାରାଜଙ୍କ ମଙ୍ଗଳ ଆଳତି ଆଟଲିଷ୍ଟ ଆମକୁ ଦେଖିବା ପାଇଁ ମିଳିଲା। ତ ସେଠି ସେମିତି କିଛି ସମୟ ରହିଲୁ। ବେଶୀ ସମୟ ସେଠି ଇସ୍କନରେ ଆମେ ରହିପାରିଲୁନି, କାହିଁକି ନା ଆମକୁ କିଛି କାମ ଦିଆଯାଇଥିଲା, ପୁଣି ଆମକୁ ବାପସ ଆଶ୍ରମକୁ ଆସିବାର ଅଛି। କାହିଁକି ନା ଆମକୁ ସନ୍ନ୍ୟାସୀ ସେରେମନି ବି ଆଟେଣ୍ଡ କରିବାର ଥିଲା, ତ ସେଠିକି ଯିବାର ଥିଲା। ତ ସବୁ ମାତାଜୀ ମାନେ ଏକାଠି ହେଲେ କି ନାଇଁ, ପ୍ରସାଦ ପାଇଲେ କି ନାଇଁ, ସେଗୁଡା ବୁଝିବା ପାଇଁ ତ ମୁଁ ପଳେଇ ଆସିଲି। ଟିକେ ମନ ଦୁଃଖ ହେଲା କି ହଁ ସେଠି ଆମେ ରହିପାରିଲୁନି ବେଶୀ ସମୟ, ତ ପଳେଇ ଆସିଲୁ। ପୁଣି ସମସ୍ତେ ରେଡି ହେଇକି ବାହାରି ଗଲୁ ସନ୍ନ୍ୟାସୀ ସେରେମନି ଆଟେଣ୍ଡ କରିବା ପାଇଁ। ତ ସେଠି ଯେତେବେଳେ ସନ୍ନ୍ୟାସୀ ସେରେମନି ଆଟେଣ୍ଡ କରିବା ପାଇଁ ଗଲୁ, ସେଠି ବି ସେମିତି ବହୁତ ସିନିୟର ଡିଭୋଟି ମାନେ ଆସିଥିଲେ। ଯୋଉମାନେ ଗୁରୁ ମହାରାଜଙ୍କୁ ସମ୍ମାନିତ କରିବା ପାଇଁ ଆସିଥିଲେ। ଆଉ ଆଉ କିଏ କିଏ ସବୁ ଆସିଥିଲେ, ମୁଁ ସମସ୍ତଙ୍କ ନାଁ ବି ଜାଣିନି, ସେ ପ୍ରଭୁଜୀ ମାନଙ୍କ ନାଁ ବି ମୁଁ ଜାଣିନି। ତ ସେମାନେ ସବୁ ଗୁରୁ ମହାରାଜଙ୍କୁ ସମ୍ମାନିତ କଲେ। ଆମ ପୁରୀରୁ ଯାଇଥିଲେ ଦଇତାପତି, ରାଜଭୋଗ ନେଇକି, ପତିତ ପାବନଙ୍କୁ ନେଇକି, ସେଇଟା ବି ଦେଖିକି ବହୁତ ଖୁସି ଲାଗିଲା। ଆଉ ଯୋଉ ସମ୍ମାନିତ କଲେ କି ଯୋଉ ହାଇଏଷ୍ଟ କିଲୋମିଟର ପଦଯାତ୍ରା କରିଥିଲେ, ଇସ୍କନ ସନ୍ନ୍ୟାସୀ କରିକି ଗୋଟେ ଆୱାର୍ଡ ଦେଲେ, ସେଇଟା ବି ବହୁତ ବଢିଆ ଲାଗିଲା ଦେଖିବା ପାଇଁ। ଆଉ କୀର୍ତ୍ତନ ତ ମୁଁ କେବେ ଆଟେଣ୍ଡ ହିଁ କରିନଥିଲି ଗୁରୁ ମହାରାଜଙ୍କର, ସେଇଠି ହିଁ ଫାଷ୍ଟ ଟାଇମ ଆଟେଣ୍ଡ କଲି। ତାପରେ ସେଇଠି କିଛି ଆମର ଯେତିକି ସାରା ଡିଭୋଟି ଯାଇଥିଲେ,
ତ ସେମାନେ କିଛି କିଛି ଗୁରୁ ମହାରାଜଙ୍କ ପାଇଁ ଉପହାର ନେଇକି ଯାଇଥିଲେ, କିଏ ପ୍ରସାଦ ହଉ କିଏ କିଛି ପେଣ୍ଟିଂ ହଉ କିଏ କିଏ ସବୁ ନେଇକି ଯାଇଥିଲେ। ତ ତାକୁ ପ୍ରଭୁଜୀ ନେଇଗଲେ ଗୁରୁ ମହାରାଜଙ୍କ ପାଖକୁ। ମୁଁ ଖାଲି ପ୍ରେ କରୁଥାଏ କି ଗୁରୁ ମହାରାଜ ଆକ୍ସେପ୍ଟ କରନ୍ତୁ, କେମିତି ବି କିଛି ବି କରିକି ଆକ୍ସେପ୍ଟ କରନ୍ତୁ। ତ ଯେତେବେଳେ ପ୍ରଭୁ ବାପସ ଆସିଲେ, ପ୍ରଭୁ କହିଲେ କି ଗୁରୁ ମହାରାଜ କାହାର ଗୋଟେ ଗିଫ୍ଟ ଖୋଲିକି ଦେଖିଛନ୍ତି। ତ ମୁଁ ସେଇଥିପାଇଁ ପୁରା ମୁଁ କହିଲି କାହାର ଖୋଲିକି ଦେଖିଥିବେ, ସେ ଯାହାର ବି ଦେଖନ୍ତୁ ଆକ୍ସେପ୍ଟ ତ କଲେ। ତ ସେଇଟା ବିନତି ମାତାଜୀଙ୍କର ତାଙ୍କର ଗୋଟେ ପେଣ୍ଟିଂ ଥିଲା, ସେଇଟା ସେ ଖୋଲିକି ଦେଖିଥିଲେ। ତ ମୁଁ ପ୍ରଭୁଙ୍କୁ ପଚାରିଲି କି ଆଉ କିଛି ଖୋଲିଲେନି ପ୍ରଭୁଜୀ, ଯୋଉ ଗୁରୁ ମହାରାଜ ଆଉ କିଛି ଖୋଲିଲେନି? ସେ କହିଲେ ନାଇଁ, ତାପରେ ବି ଏତେ ସାରା ଡିଭୋଟି ସେଠି କିଛି ନା କିଛି ସମସ୍ତେ ଦେଇଥିବେ, ତ ସମୟ ବି ନଥିଲା କି ଗୁରୁ ମହାରାଜ ସବୁ ଖୋଲି ପାରିବେ। ତ ମୁଁ ସେଇ ଟାଇମରେ ମୋର ଟିକେ ମନ ଦୁଃଖ ହେଇଗଲା, ମୁଁ ମାନେ କାନ୍ଦିଲି କି ଗୁରୁ ମହାରାଜ ମାନେ ଆକ୍ସେପ୍ଟ କଲେ କି ନାଇଁ କଲେନି। ତ ସେଇ ଟାଇମରେ ସ୍ମୃତିରେଖା ମାତାଜୀ ସତ୍ୟପ୍ରଭୁ ମତେ ବହୁତ ବୁଝେଇଲେ କି ମାତାଜୀ ଗୁରୁ ମହାରାଜ ତ ଆକ୍ସେପ୍ଟ କଲେ, ସେଇଟା ବହୁତ ବଡ କଥା। ତ ସେଇଟା କାଇଁ ଆମେ ଭାବୁଛେ କି ସେ ଆକ୍ସେପ୍ଟ କରିନାହାନ୍ତି ବୋଲି। ତ ସେ ବୁଝିଲା ପରେ ସମୟ ମୁଁ ବୁଝିଗଲି କି ହଁ, ଆଟଲିଷ୍ଟ ମୁଁ ତ ସେତିକି ବି ଶୁଦ୍ଧ ଭକ୍ତ ନୁହଁ। ସେ ଆକ୍ସେପ୍ଟ କଲେ ସେଇଟା ହିଁ ବହୁତ ବଡ କଥା। ସେ ବି ପ୍ରଭୁଜୀ ମାନେ ନେଇକି ଦେଲେ ବୋଲି ତ ତାଙ୍କ ଦ୍ଵାରା ଆଟଲିଷ୍ଟ ସେ ଆକ୍ସେପ୍ଟ କରିପାରିଲେ। ତ ସେଇଠି ଆଟେଣ୍ଡ କରିକି ଆମେ ବାହାରି ଆସିଲୁ। ତାପରେ ଆମର ସପ୍ତ ଦେବାଳୟ କିଛିଟା ପେଣ୍ଡିଙ୍ଗ ଥିଲା ତା ପ୍ରିଭିୟସ ଡେ ର, ସେଦିନ ଯାଇକି ପୁଣି ଷ୍ଟାର୍ଟ କରିକି ଯାହା ଯାହା ସବୁ ଥିଲା ଯୋଉ ଯୋଉ ଟେମ୍ପଲ ଦର୍ଶନ କରିବାର ଥିଲା କଲୁ। ତ ସବୁଠୁ ମୋର କିଛି ଦିଟା ଟେମ୍ପଲ ବହୁତ ଫେଭରେଟ, ଯୋଉଟା ରାଧାରମଣ ଟେମ୍ପଲ ଆଉ ରାଧା ଦାମୋଦର ଟେମ୍ପଲ। ରାଧା ଦାମୋଦର ଟେମ୍ପଲକୁ ମୁଁ ଆଗରୁ ଯାଇଥିଲି, କିନ୍ତୁ ବେଶୀ ସବୁ ଜାଗାର ପାଷ୍ଟ ଟାଇମ୍ସ ମୁଁ ଜାଣିନଥିଲି। ତ ଏଇଥର ଯୋଉ ଯାଇଥିଲି ସେଇ ପ୍ରଭୁଜୀ କଣ ତାଙ୍କ ନାଁ, ପାଣ୍ଡୁ ପ୍ରଭୁ ନା କଣ, ସିଏ ଆମକୁ ବସେଇକି ପୁରା କହିଲେ କି ଦେଖିଲେ ବି ସବୁ ଜିନିଷ କି ଏଇଠି ପ୍ରଭୁପାଦ ଯେତେବେଳେ ଆସିଥିଲେ ଫାଷ୍ଟ ଏଇ ଟେମ୍ପୁଲ ରେ ରହୁଥିଲେ, ତାଙ୍କର କିଚେନ ଥିଲା, ତାଙ୍କର ଭଜନ କୁଟୀର ଥିଲା। ଆମ ଗୁରୁ ମହାରାଜ ବି ସେଇଠି, ତାଙ୍କର ଦୀକ୍ଷା ସେଇଠି ହିଁ ହେଇଥିଲା। ବହୁତ ସାରା ଜିନିଷ କହିଲେ। ଆଉ ସମାଧି ସମାଧି ମନ୍ଦିର ଯୋଉ ଥିଲା ସେଇଟା ସବୁ ପରିକ୍ରମା ସବୁ ଦେଖିଲୁ। ତାପରେ କି ସବୁ ଦର୍ଶନ ସାରିଲା ପରେ ଆମେ ପୁଣି ପଳେଇ ଆସିଲୁ। ତାପରେ ନେକ୍ସଟ ଡେ ଆମର ଯାହା ଟେମ୍ପଲ ଭିଜିଟ କରିବାର ଥିଲା, ତା ପାଇଁ ପ୍ରିପେୟାର ହବାର ଥିଲା। ତ ନେକ୍ସଟ ଆମର ଥିଲା ପଞ୍ଚକୋଶ ପରିକ୍ରମା ପାଇଁ ବାହାରି ଗଲୁ। ପଞ୍ଚକୋଶ ପରିକ୍ରମା ଯେତେବେଳେ ବାହାରି ଗଲୁ, ସେଇଠି ବି ଆମକୁ ମାନେ ମୁଁ କିଛି ଜଣଙ୍କୁ ପାଇନଥିଲି। ତ ସେଠି ଜାଣିବାକୁ ପାଇଲି କିଛି ଡିଭୋଟି ପୁଣି ଗୁରୁ ମହାରାଜଙ୍କ ସେସନ ଆଟେଣ୍ଡ କରିବାକୁ ଯାଇଛନ୍ତି। ତ ମତେ ସେଇଠି ବି ଟିକେ କଷ୍ଟ ଲାଗିଲା କି ମୁଁ ଏଇଠି ପଳେଇ ଆସିଲି, ସେଇଠିକି ଆଉ ଯାଇପାରିଲିନି। ପୁଣି ମିସ୍ ହେଇଗଲା ମୋର ଗୁରୁ ମହାରାଜଙ୍କ ସେସନ, କାହିଁକିନା ମୁଁ ଚାହୁଁନଥିଲି ତାଙ୍କର କିଛି ବି ସେସନ ମିସ୍ କରିବା ପାଇଁ। କିନ୍ତୁ ସବୁ ଆଟେଣ୍ଡ କରିବା ବି ପସିବଲ ନଥିଲା, ତ ମୁଁ ଆଉ ପଳେଇ ଆସିଲି ଏପଟେ। ସେଠି ବି ପଞ୍ଚକୋଶ ପରିକ୍ରମାରେ ବି ଯୋଉ ଆମର ପ୍ରେସିଡେଣ୍ଟ ପ୍ରଭୁ ସବୁ ଜାଗାର ପାଷ୍ଟ ଟାଇମ୍ସ କହୁଥିଲେ, ୟମୁନା ମହାରାଣୀଙ୍କର ପାଷ୍ଟ ଟାଇମ୍ସ କହିଲେ, ସବୁ ଜିନିଷ ଦେଖେଇ ଦେଖେଇ ନେଇକି ଗଲୁ। ସେଇଠି ବି ବହୁତ ଚାଲି ଚାଲିକି ଆମେ ଯାଇଥିଲୁ। କୀର୍ତ୍ତନ କୀର୍ତ୍ତନ ହାୱାରେ ପଳେଇଥିଲୁ ସମସ୍ତେ। ଆଉ କୀର୍ତ୍ତନ ସେ ଯୋଉ ପ୍ରେମ ମମତା ପ୍ରଭୁ ଯୋଉ କୀର୍ତ୍ତନ କରୁଥିଲେ, ଟିକେ କିଏ ଯଦି ୱିକ୍ ହେଇଯାଉଥାନ୍ତି, ସିଏ ଏତେ ସୁନ୍ଦର ମାନେ ମୋଟିଭେଟ କଲା ଭଳିଆ କହୁଥାନ୍ତି କି କେହି ବି ଥକ ନା, କାହିଁକି ନା ଆଉ ଦି ଚାରି ଦିନ ପରେ ଆମେ ଆଉ ଧାମ ରେ ନଥିବା। ତ ଏଇ ଧାମକୁ ଆଉ ଦି ଚାରି ଦିନ ପରେ ଆମେ ଯେତେବେଳେ ଫେରିଯିବା, ପୁଣି ମିସ୍ କରିବା କି ଆମେ ସେଠି କାହିଁକି ଏଇଟା କରିନଥିଲୁ। ତ ସିଏ ଯୋଉ ଟିକେ ଟିକେ ମୋଟିଭେସନ କରିଥାନ୍ତି, ପୁଣି ସେଥିରେ ସମସ୍ତେ ଚାଲିଥାନ୍ତି, ମାନେ ଥକିବାକୁ ହିଁ ସେ କାହାକୁ ଦଉନଥାନ୍ତି। ତାପରେ ପୁଣି ଆମର ଯାହା ଯାହା ଟେମ୍ପଲ ଭିଜିଟ ଥିଲା ସବୁ ପୁଣି ବାହାରି ଗଲୁ। ଯୋଉଦିନ ଆମେ ନନ୍ଦଗାଁଓ ଗୋକୁଲ ଯାଇଥିଲୁ ଭିଜିଟ ଯୋଉ ହଁ ଟେମ୍ପଲ ଦର୍ଶନ କରିବା ପାଇଁ କି, ସେଇଦିନ ବି ମର୍ଣ୍ଣିଂରେ ଆମେ କିଛି ମୁଁ ଗୁରୁ ମହାରାଜଙ୍କର କିଛି ଆଟେଣ୍ଡ କରିପାରିନଥିଲି। ତ ସେ ମନରେ ଟିକେ ନାକୁ ଦୁଃଖ ଥିଲା କି ମୁଁ ଯାଇପାରୁନି ଗୁରୁ ମହାରାଜଙ୍କର ସବୁ କିଛି ଆଟେଣ୍ଡ କରିବା ପାଇଁ। ତ ତାପରେ ସେ ଟେମ୍ପଲ ଭିଜିଟ ସାରିକି ଯେତେବେଳେ ଆଶ୍ରମକୁ ଆସିଲୁ, ମୁଁ ଜଗିକି ଥାଏ, ସତ୍ୟପ୍ରଭୁଙ୍କୁ ବାରମ୍ବାର ପଚାରୁଥାଏ କି ପ୍ରଭୁ ପୁଣି କେତେବେଳେ ସେସନ ଷ୍ଟାର୍ଟ ହବ ଇଭିନିଂ ରେ, ମତେ କହିବେ ମୁଁ ଯିବି। ସେ କହିଲେ ମାତାଜୀ 5:30ଟାରେ ହବ, ଯିବେ ଆପଣ। ତ ମୁଁ ଆମ ଯେହେତୁ ସବୁ ମାତାଜୀ ମାନେ ଥକିକି ଥିଲେ, ତ କେହି ଆସିପାରିଲେନି, କାହିଁକିନା ପେନ୍ ହଉଥାଏ ଗୋଡ ସମସ୍ତଙ୍କର। ତ ମୁଁ କହିଲି ହଉ ମୁଁ ଏକୁଟିଆ ନହେଲେ ଯାଉଛି। ତ ସେ ଜଣେ ମାତାଜୀ ଥିଲେ, ମାଧବୀଲତା ମାତାଜୀ କରିକି, ସିଏ ମୋ ସାଙ୍ଗରେ ଗଲେ, କହିଲେ ଚାଲ ମୁଁ ଯିବି ତମ ସାଙ୍ଗରେ। ସେଇଠୁ ଗଲୁ। ଗୁରୁ ମହାରାଜଙ୍କର ଇଭିନିଂ ସେସନ ଥିଲା ଆଟେଣ୍ଡ କରିବା ପାଇଁ କି। କଣ ଥିଲା ସେଦିନ ମନେ ପଡୁନି ମୋର, କଣ ଥିଲା ଗୋଟେ। ତାପରେ ସେ ମାତାଜୀ ବି ସେଇଠି ବେଶୀ ସମୟ ରହିଲେନି, ତାଙ୍କ ଦେହ ଭଲ ଲାଗିଲାନି ତ ସେ ପଳେଇ ଆସିଲେ। ତ ମୁଁ ସେଇଠି ଏକଲା ହିଁ ଥିଲି। ଆମ ଟିମ ର ପ୍ରଭୁଜୀ ମାନେ ଥିଲେ, କିନ୍ତୁ ସେ ତାଙ୍କର ଅଲଗା ଥିଲେ, ମୁଁ ପୁରା ଏକୁଟିଆ ଥିଲି ଏଇଠି। ତ ସେଇଠି ବି ଗୁରୁ ମହାରାଜ ଯେତେବେଳେ ଏଣ୍ଟ୍ରି କଲେ, ମାନେ ମୁଁ ଯୋଉଠି ବସିଥିଲି ସାଇଟ ରେ ବସିଥିଲି, ସେଠି ଏତେ ସାଇଟରେ ମାନେ ପୁରା ପାଖ ଦେଇକି ଏତେ ପାଖରେ ସେ ମୋର ଗଲେ, ମାନେ ବହୁତ କ୍ଲୋଜ, ମାନେ କିଛିଟା ଇଞ୍ଚ ବୋଧେ ଡିଫରେନ୍ସ ଥିଲା କି କଣ, ବହୁତ କ୍ଲୋଜ ହେଇକି ଗଲେ। ମୁଁ ଫୋନ ବାହାର କରିଛି କି ଭିଡିଓ କରିବି ବୋଲି ସେଇ ମୋମେଣ୍ଟ ଟା, ହେଲେ ମୁଁ ଭିଡିଓ ସେ ମାନେ ମୁଁ ତାଙ୍କୁ ପୁରା ଚରଣରୁ ନେଇକି ତାଙ୍କ ମୁଖମଣ୍ଡଳରେ ଏମିତି ଏତେ ଜୋରସେ ଅନେଇଛି ଯେ ମୁଁ ଭିଡିଓ ବି ଠିକ ସେ କରିପାରିନି, କାହିଁକିନା ସେ ଏତେ ପାଖ ଦେଇକି ଗଲେ ନା। ଆଉ ସେଇ ମୋମେଣ୍ଟରେ ମୋ ହାର୍ଟ ବିଟ୍ ପରେ ଏତେ ଫାଷ୍ଟ ଚାଲିଥାଏ କି ଏତେ ପାଖ ଦେଇକି ଗୁରୁ ମହାରାଜ ପଳେଇଲେ। ତାପରେ
ଯଦି ମାନେ ମୋ ମନ କହୁଥାଏ କି ଯଦି ଏଠି ସିକ୍ୟୁରିଟି ଆଲର୍ଟ ନଥାନ୍ତା କି କିଛି ଏମିତି ନଥାନ୍ତା, ମୁଁ ଦୌଡି ଯାଆନ୍ତି ତାଙ୍କ ଚରଣରେ ତାଙ୍କୁ ଦଣ୍ଡବତ କରିବା ପାଇଁ କି। ମାନେ ଏତେ ବଢିଆ ଲାଗୁଥାଏ ସେ ମୋମେଣ୍ଟ ଟା ମତେ, ଏତେ ପାଖରୁ କେବେ ଦେଖିନଥାଏ ନା। ଆଉ ତାଙ୍କର ସେ ମାହୋଲ, ସେଇ ଓରା ଟା କିଛି ମାନେ କିଛି ଅଲଗା ହିଁ ଥିଲା ପୁରା। ଆଉ ସେଇଠି ଅ, ସେ ଗୁରୁ ମହାରାଜଙ୍କର କିଛିଟା ପ୍ରେଜେଣ୍ଟେସନ ଆମକୁ ଦେଖେଇଲେ। ତ ସେଇ ପ୍ରେଜେଣ୍ଟେସନରେ ଯାହା ଯାହା ଦେଖେଇଲେ ସେଗୁଡା ବହୁତ ହାର୍ଟ ଟଚିଂ ଥିଲା। ମାନେ ଗୁରୁ ମହାରାଜ ତାଙ୍କ ଲାଇଫ ର ପୁରା ଏଣ୍ଟାୟାର ଜର୍ଣ୍ଣି ସେ ଦେଖେଇଲେ। ମାନେ କେମିତି ତାଙ୍କୁ ପ୍ରପାତ କହିଥିଲେ, କଣ କଣ କରିବା ପାଇଁ କହିଥିଲେ, କେମିତି ସେ ବେଲ ଗାଡିରେ ଯାତ୍ରା କରିଥିଲେ ଗୌ ନିତାଇଙ୍କ ବିଗ୍ରହଙ୍କୁ ନେଇକି, କେତେ ସେ ଷ୍ଟ୍ରଗଲ କରିଛନ୍ତି। ମାନେ ସେ ଯୋଉ ଷ୍ଟ୍ରଗଲ ଗୁଡାକ ଦେଖିଲା, ଆଉ ସେଇଟା ସୋସାଇଟି ପାଇଁ ଏତେ ସୁନ୍ଦର ମେସେଜ ଥିଲା। ଖରା ବର୍ଷା ଶୀତ ସବୁ ସହିକି ସେ ଯୋଉ ଚାଲି ଚାଲି ଯୋଉ ସବୁ ଯାତ୍ରା କରିଥିଲେ, ସବୁ କିଛି ଦେଖେଇଲେ। ଆଉ ସେଇଟା ବହୁତ ମାନେ ସମସ୍ତ ଆଖି ପୁରା ଲୁହରେ ଛଳ ଛଳ ସେଗୁଡା ସବୁ ଦେଖିଲା ବେଳକୁ, କି ଏତେ କଷ୍ଟ ବି କରିଛନ୍ତି ସିଏ। ତ ସେଗୁଡା ସବୁ ଦେଖେଇଲା ପରେ ମୁଁ କିଛିଟା ବି ଭିଡିଓ ଏବେ ବି ରଖିଛି, ୟୁଟ୍ୟୁବରେ ବି ଆସେ ସେ ପୁରା ସିନ୍ ଟା। ଆଉ କିଛିଟା ମେସେଜ ବି ଥିଲା କି ଆକ୍ଚୁଆଲି ତାଙ୍କ ଡିସାଇବଲ ମାନଙ୍କୁ କଣ କଣ ମାନିବାର ଅଛି, କଣ କଣ କରିବାର ଅଛି, ବହୁତ ସୁନ୍ଦର ମେସେଜ ଥିଲା। ସେ ପ୍ରେଜେଣ୍ଟେସନ ଟା ସତରେ ବହୁତ ସୁନ୍ଦର ଥିଲା। ମୁଁ ସତରେ ଯଦି ଯାଇନଥାନ୍ତି ତାହେଲେ ବହୁତ ଜିନିଷ ମିସ୍ କରିଥାନ୍ତି ସେଦିନ। ସେଇଠି ବି ସେମିତି ବହୁତ ସୁନ୍ଦର କୀର୍ତ୍ତନ ହେଲା। ଆସିବା ପାଇଁ ତ ସେ ଜାଗାରୁ ଜମା ଇଚ୍ଛା ବି ନଥିଲା, କିନ୍ତୁ ତା ନେକ୍ସଟ ଡେ ପାଇଁ ବି ପ୍ରିପେୟାର ହବାର ଥିଲା ନା। ତ ବାକି ପ୍ରଭୁ ମାନେ ବି ପଳେଇ ଆସିଲେ, ତ ମୁଁ ଏକଲାଟା ରହିବି କଣ, ମୁଁ ବି ପଳେଇ ଆସିଲି। ତାପରେ ଗୋବର୍ଦ୍ଧନ ପରିକ୍ରମା କରିବାର ଥିଲା ଆମକୁ। ତ ଗୋବର୍ଦ୍ଧନ ପରିକ୍ରମା ଯୋଉ କରିବାର ଥିଲା, ହଁ ତା ଦିନଠୁ ସେ ମୋ ଗୋଡ ବି ବହୁତ ଜୋରେ ପେନ୍ ହଉଥିଲା ସେତେବେଳକୁ, ମୋ ପାଦ ବି ପେନ୍ ହଉଥିଲା। ସେ ପଞ୍ଚକୋଷ ପରିକ୍ରମା ପରଠୁ ମୋ ଆଣ୍ଠୁ ବି ପେନ୍ ହଉଥିଲା। ତ ଫିର ବି ଧାମକୁ ଆସିଛେ ମାନେ ତ ତପସ୍ୟା କରିବା ପାଇଁ ପଡିବ। ମୋ ମାଇଣ୍ଡ ରେ ଥାଏ ହିଁ, କାହିଁକି ନା ଥରେ ମଥୁରାଜୀସ ପ୍ରଭୁ ଗୋଟେ ସେସନରେ କହିଥିଲେ କି ତପସ୍ୟା ଗୋଟେ ପଢେଇଥିଲେ କଣ ଗୋଟେ ତପସ୍ୟା କରିବା ପାଇଁ କି, ସବୁ ଜିନିଷ ଆମର କେମିତି ତପସ୍ୟାରେ କନଭର୍ଟ ହୁଏ, ମାନେ କେମିତି ତପସ୍ୟା ଟା ଆମେ କଲେ ଏଇ ଆମ ଇନ୍ଦ୍ରିୟକୁ ଆମେ କଣ୍ଟ୍ରୋଲ କରିପାରିବା, ଗୋଟେ ପଢେଇଥିଲେ। ତ ମୋ ମାଇଣ୍ଡ ରେ ସେବେଠୁ ଥିଲା କି ତପସ୍ୟା ତପସ୍ୟା, ମୁଁ ସେଇଥିପାଇଁ ଚାହେକି ଯୋଉଟା ଟଫ୍ କାମଟା ଥିବ ମୁଁ ସେଇଟା କରିବି। ତ ଯେତେବେଳେ ଗୋବର୍ଦ୍ଧନ ପରିକ୍ରମାରେ ଆମେ ବାହାରି ଯାଇଥିଲୁ, ସେଦିନ ମୋ ଗୋଡ ବହୁତ ଜୋରରେ ପେନ୍ ହଉଥିଲା। ଯେତେବେଳେ ସେଠି ପହଞ୍ଚିଲୁ, ମାନେ ମୋ ଗୋଡ ଏତେ ଜୋରେ ପେନ୍ ହଉଥିଲା, ପୁରା ଫ୍ରିଜ୍ ହେଇଯାଇଥିଲା ଗୋଡ, ମୁଁ ସେଠି ଚାଲି ବି ପାରୁନଥାଏ। ପଛରେ ରହିଯାଇଥିଲି ପୁରା। ତ କାଳନ୍ଦୀ ପ୍ରଭୁ ସେତେବେଳେ ଥିଲେ, କହିଲେ ମାତାଜୀ ଆପଣ ସବୁ ମାତାଜୀ ମାନଙ୍କୁ ଦେଖନ୍ତୁ, କାହିଁକିନା ସେତେବେଳେ ଟିକେ ଅନ୍ଧାର ଥିଲା ସେଠି। ତ କିଏ ବହୁତ ସାରା ଡିଭୋଟି ମାନେ ଆମ ଟିମ୍ ଆଉ ବାକି ସବୁ ଟିମ୍ ଇସ୍କନ ର ବି ଡିଭୋଟି ମାନେ ଥିଲେ। ତ କିଏ କୋଉଠି ସବୁ ମିଶି ଯାଉଥିଲେ ଜଣା ପଡୁନଥିଲା। ତ ମତେ କାଳନ୍ଦୀ ପ୍ରଭୁ କହିଥିଲେ ମାତାଜୀ ଆପଣ ଟିକେ ଦେଖୁଥାନ୍ତୁ, ମାତାଜୀ ମାନେ ଯେମିତି ଟାଇମ ଠିକ ସେମାନେ କିଛି ହଜି ନଯାଆନ୍ତୁ। ତ ତାଙ୍କୁ ସବୁ ଜଗି ଜଗି ଗଲା ବେଳକୁ ସମସ୍ତେ କୁଆଡେ ପଳେଇଲେନି, ମୁଁ ପୁରା ପଛରେ ଯାଇକି ରହିଗଲି। ପଛରେ ମାନେ ବହୁତ ପଛରେ ରହିଯାଇଥିଲି, କାହିଁକିନା ମୁଁ ଜୋରିଆ ଚାଲି ବି ପାରୁନଥିଲି। ମୁଁ କହିଲି ହଉ ଚାଲି ପାରୁନି ଠିକ ଅଛି, ମୁଁ ବିନୋଦ ଗାର୍ଡେନରେ ତ ଦେଖାହବ, କାରଣ ସେଠି ତ ଗୁରୁ ମହାରାଜ ଆସିକି କଥା କହିବାର ଥିଲା। ତ ବିନୋଦ ଗାର୍ଡେନରେ ଯେତେବେଳେ ପହଞ୍ଚି ଗଲୁ, ସେତେବେଳେ ବହୁତ ପେନ୍ ହଉଥିଲା, କିନ୍ତୁ ଗୁରୁ ମହାରାଜକୁ ଦେଖିକି ତାଙ୍କ କୀର୍ତ୍ତନ ଦେଖିକି ସେଇଠି ମୁଁ ଭୁଲିଗଲି ସମୟ ଆଉ ଭୁଲିଗଲି ନାହିଁ। ମୁଁ କହିଲି ନାଇଁ ମତେ ଏଇଠି ପୁରା ଆକ୍ଟିଭ ରହିବାର ଅଛି, ଶୁଣିବାର ଅଛି। କିନ୍ତୁ ଯେହେତୁ ଟିକେ ଥକାନ ଥିଲା, ତ ଆମକୁ ଟିକେ ଟିକେ ନିଦ ବି ଲାଗୁଥିଲା। ମୁଁ ପୂଜା ମାତାଜୀ ଆମେ ସମସ୍ତେ ମିଶିକି ବସିଥିଲୁ, ତ ଆମକୁ ଟିକେ ନିଦ ବି ଲାଗୁଥିଲା। ତ ସେତେବେଳେ ଗୁରୁ ମହାରାଜ ଗୋଟେ କହିଲେ, କଣ ଗୋଟେ କହିଲେ କି अपने दिल के साथ साथ आपकी आंख भी खुला रखो। ତ ଆମେ ପୁରା ଚେଇଁକି ଉଠିଲୁ କି ଗୁରୁ ମହାରାଜ ଦେଖିଦେଲେ ନା କଣ କି ଆମେ ଘୁମଉଥିଲୁ ବୋଲି। ସେତେବେଳେ ଆମକୁ ନିଦ ଲାଗୁଥିଲା ଟିକେ ଟିକେ। ତ ତାପରେ ସେଇଠି ସେଇଠି ଗୁରୁ ମହାରାଜଙ୍କର ଯୋଉ କିଛିଟା ଲାଇନ୍ସ ଥିଲା, ଏତେ ସୁନ୍ଦର ଥିଲା କି କହିଥିଲେ କି ଆମେ ଭାରତ ଭୂମିକୁ ତପ ଭୂମି ବୋଲି କୁହାଯାଏ। ଆଉ ପୂର୍ବ ଜନ୍ମରେ ଆମେ କିଛି ପୁଣ୍ୟ କରିଛେ ବୋଲିକି ଭାରତ ବର୍ଷରେ ଜନ୍ମ ହେଇ ମାନେ ଭାରତ ଭୂମିରେ ଜନ୍ମ ହେଇଛେ। ଆଉ ଆଉ ବି କୋଉ କୋଉ ଜନ୍ମର ପୁଣ୍ୟ ଥିଲା ବୋଲିକି ଆମେ ଭାରତ ଭୂମିରେ ଜନ୍ମ ହେଇକି ଆଜି ବୃନ୍ଦାବନ ଧାମକୁ ଆସିପାରିଛେ। ତ ଧାମକୁ ଆସିକି ଆମକୁ ତପସ୍ୟା କରିବାର ହିଁ ଅଛି। ଆଉ ଏବେ ଯଦି ତପସ୍ୟା କରିବାନି, ଶୋଇକି ରହିଯିବା, ତ ସେମିତି ଜନ୍ମ ଜନ୍ମ ଆମେ ଶୋଉ ହିଁ ଥିବା। କେତେ ସୁନ୍ଦର ସୁନ୍ଦର କଥା କହିଲେ, ମାନେ ସେଇ କଥା ଗୁଡାକ ଯେମିତି ଏନର୍ଜି ଡ୍ରିଙ୍କ ଥିଲା ଆମ ପାଇଁ। କାହିଁକି ନା ସେ ଗୁରୁ ମହାରାଜ ନିଜେ ବି କହିଲେ, କାହିଁକି ସେ ତ ଅନ୍ତରେ ଆମେ ସେ ସବୁ ଜାଣିପାରନ୍ତି। ସେ କହିଲେ ବି ଆମେ ଏମିତି ସବୁ ମାନେ ଭିଜିଟ କରୁଛେ, ତାପରେ ବି ମର୍ଣ୍ଣିଂ ରେ ପୁଣି ରେଡି ହେଇକି ଆସିଛେ। ସିଏ ବି ସେ ତାଙ୍କ ଭକ୍ତ ମାନଙ୍କ ପେନ୍ ଟା ସେ ଦେଖି ପାରୁଛନ୍ତି, ଫିର ବି ସେ ଇନ୍ସପାୟାର କରୁଥାନ୍ତି କି ନାଇଁ ଆମକୁ ଏଠି ତପସ୍ୟା କରିବାର ଅଛି, ଆଉ ତପସ୍ୟା ହିଁ କରିବା। ସାମ୍ନାରେ ସେଠି କହିଲେ କି ଏଠି ସାମ୍ନାରେ ଗିରି ଗୋବର୍ଦ୍ଧନଙ୍କ ସାମ୍ନାରେ ସେ କହୁଛନ୍ତି। ତାପରେ ତାଙ୍କର ସେ ଯୋଉ ଇନ୍ସପାୟାର କଥା ଗୁଡାକ ଶୁଣିକି ମତେ ପୁରା ଗ୍ଲୁକୋଜ ମିଳିଗଲା। ମତେ ମୁଁ କହିଲି ନାଇଁ ପେନ୍ ହଉଛି ହଉ ପଛେ ମୁଁ ମାଡିଯିବି। ତାପରେ ସେଇଠୁ ଯେତେବେଳେ ଷ୍ଟାର୍ଟ ହେଲା ଆଗେନ ଗୋବର୍ଦ୍ଧନ ପରିକ୍ରମା,
ସ୍ମୃତିରେଖା ମାତାଜୀ ଅଲରେଡି କହିଛନ୍ତି ଆମର କେମିତି କଣ ଥିଲା ପରିକ୍ରମା, କୁଆଡେ କୁଆଡେ ସମସ୍ତେ ପଳେଇଲେ ମୁଁ ଜାଣିପାରିଲିନି। ଆମେ ଏଣ୍ଟ୍ରି ବେଳେ ବାହାର ଥିଲୁ ସତ୍ୟପ୍ରଭୁ, କାଳନ୍ଦୀ ପ୍ରଭୁ, ମୁଁ, ସ୍ମୃତିରେଖା ମାତାଜୀ। ତାପରେ ସିଏ ସବୁ କୁଆଡେ କୁଆଡେ ଚାଲିକି ପଳେଇଲେ, ମୁଁ ପୁରା ପଛରେ ରହିଗଲି। ମତେ ମାନେ ସ୍ଲୋ ସ୍ଲୋ ଚାଲୁଥିଲି ନା, ମୁଁ ପଛରେ ରହିଗଲି। ତାପରେ ଫିର ବି ରାସ୍ତାରେ ଦେଖାହେଲେ ସ୍ମୃତିରେଖା ମାତାଜୀ, ରାମନାଥ ପ୍ରଭୁ ଦେଖାହେଲେ, ତ ତାଙ୍କୁ ଫଲୋ କରି 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 ଗଲି। ଫିର ବି ସେମାନେ ମୋ ପାଇଁ ବି ବହୁତ ସମୟ ୱେଟ୍ କଲେ। ସେମାନେ ସେଦିନ ବି ସେ 2 ଜଣ ମତେ ବହୁତ ହେଲ୍ପ କରିଛନ୍ତି। ଆକ୍ଚୁଆଲି ମୋ ଗୋଡ ବି ପେନ୍ ହଉଥିଲା, ପୁଣି କଣ୍ଟା ପଶିଗଲା ମୋ ଗୋଡରେ, ମୁଁ ପୁଣି ଚାଲି ପାଇଲିନି। ବହୁତ ହେଲ୍ପ କରିଛନ୍ତି ସେ 2 ଜଣ ମତେ। ଫିର ବି ସେ 2 ଜଣ ବହୁତ ପଳେଇଲେ ଆଗକୁ, କାହିଁକିନା ମୁଁ ଯେତିକି ଯୋଉ କଛୁଆ ଭଳିଆ ଚାଲୁଥିଲି, ସେ କେତେ ଲୋକ ଆଗକୁ ପଳଉଥାନ୍ତି। ଆଉ ସେଇଦିନ ବି ବାକି ଇସ୍କନ ଯୋଉ ଡିଭୋଟି ମାନେ ସବୁ ଥାଆନ୍ତି, ମୁଁ ଚିହ୍ନିନି, ଡେଲି ଇସ୍କନ ନା ନୋଏଡା ଇସ୍କନ ଏମିତି ସବୁ ପ୍ରଭୁଜୀ ମାନେ ମାତାଜୀ ମାନେ ଥିଲେ। ସେମାନେ ମତେ ଦେଖିକି, माताजी आप बैठ जाइए ना, हम आपके पैर दबा देते, हम ऑटो बुला देते, आप कुछ खा लीजिए। ସେମାନେ ବି ରାସ୍ତା ସାରା ସେମିତି କରୁଛନ୍ତି। ମୁଁ କହିଲି ନାଇଁ ମୁଁ ଠିକ ଅଛି। ତ ସେତେବେଳେ ଆମ ଟିମର କେହି ନଥିଲେ, କେହି ବି ନଥିଲେ। ମୁଁ ତ ଦୂର ଦୂର ତ କାହାକୁ ବି ଦେଖି ପାରୁନଥିଲି। ତାପରେ କେମିତି କଣ ଘୋଷାଡି ହେଇକା ପଳେଇଲି ରାଧାକୁଣ୍ଡ ଯାଏ। ରାଧାକୁଣ୍ଡ ଏଣ୍ଟ୍ରି କଲା ବେଳକୁ ମତେ ମାତାଜୀ କହିଲେ କି ବସ୍ ଛାଡିଦେଲାଣି। ତ ମୋ ଗୋଡ ଏତେ ଜୋରେ ପେନ୍ ହଉଥାଏ ଯେ ମୁଁ ବସ୍ ଯାଇ ବି ଯିବା ଅବସ୍ଥାରେ ନଥିଲି। ମୁଁ କହିଲି ମାତାଜୀ ଆପଣ ଚାଲନ୍ତୁ, ମୁଁ ଯାଉଛି ଯାଉଛି କହିକି ମତେ ରାଧାକୁଣ୍ଡଙ୍କ ପାଖରେ ଆସିକି ସେଠି ବସି ଯାଇଛି, ଆଉ ଉଠି ବି ପାରିଲିନି, ମତେ ଏତେ ଜୋରେ ପେନ୍ ହଉଥାଏ। ତ ବସ୍ ସେତେବେଳେ ପଳେଇଗଲା ବି। କିନ୍ତୁ ଯାହା ହଉ ସେଇଠି ସ୍ୱପ୍ନଜିତ ପ୍ରଭୁ ଆଉ ତାଙ୍କ ମାତାଜୀ ଆଉ ସିଲି ମାତାଜୀ ଥିଲେ। ମୁଁ କହିଲି ହଉ ବସ୍ ପଛେ ଯାଉ, ମୁଁ ଏଇଠି ଟିକେ ସମୟ ରହିକି ତାପରେ ଯିବି। ତ ସେଠି ରାଧାକୁଣ୍ଡରେ ବି ସେଇଠି ଆମେ କୀର୍ତ୍ତନ କଲୁ, ଜପ କଲୁ, ବହୁତ ସମୟ ସେଠି ବି ରହିଲି। ତ ସେଇଠି ସେ ଯୋଉ ଜପ କଲୁ, କୀର୍ତ୍ତନ କଲୁ, ସେଇ ରାଧାକୁଣ୍ଡଙ୍କ ପାଖରେ ବସିକି ସେଇ ଫିଲ୍ ଟା ବି ବହୁତ ସୁନ୍ଦର ଥିଲା। କାହିଁକିନା ମୁଁ କେବେ ବସିବାର, ଏତେ ସମୟ ସେଇଠି ବସିବାର ସୁଯୋଗ ପାଇନଥିଲି। ବାସ୍ ଏମିତି ଯାଉ ଦର୍ଶନ କରିକି ପଳେଇ ଆସୁ। ଏଇଥର ବହୁତ ସୁନ୍ଦର ଏକ୍ସପିରିଏନ୍ସ ମୋର ହେଇଛି ରାଧାକୁଣ୍ଡରେ। ତାପରେ ଆସିଲା ପରେ, ହଁ ସେତିକି ତ ସରିଗଲା ବୋଧେ ଆମର। ତାପରେ ହଁ, ଗୁରୁ ମାନଙ୍କର ସେସନ ଆଉ କେତେବେଳେ ହବ ମୁଁ ଅନେଇଥାଏ, କିନ୍ତୁ ମତେ ଟିକେ ଦୁଃଖ ଲାଗିଲା କି ଆଉ କିଛି ନଥିଲା, ସେତେବେଳକୁ ସବୁ ସରି ଯାଇଥିଲା। ତ ମୁଁ ଦେଖିଛି ସତ୍ୟପ୍ରଭୁ ହୁଅନ୍ତୁ କି ସଞ୍ଜୟ ପ୍ରଭୁ, ସୁରେଶ ପ୍ରଭୁ, ରାମନାଥ ପ୍ରଭୁ, ସେମାନେ ଗୁରୁ ମହାରାଜଙ୍କର ସବୁ ସେସନ ଆଟେଣ୍ଡ କରିଛନ୍ତି ବୋଧେ, ମୁଁ ଯେତିକି ଜାଣିଛି। କାହିଁକିନା ମୁଁ ସେ ଦେଖିକି ସବୁଠୁ ଅଧିକା ପରିଶ୍ରମ କରିଛନ୍ତି ସେମାନେ। ସମସ୍ତଙ୍କ ପରେ ସେମାନେ ଶୁଅନ୍ତି, ହେଲେ ବି ସେମାନେ ଜଲ୍ଦି ଉଠିବେ, ମଙ୍ଗଳ ଆଳତି ଆଟେଣ୍ଡ କରିବେ, ଗୁରୁ ମହାରାଜଙ୍କ ସେସନ ଆଟେଣ୍ଡ କରିବେ, ସବୁ କିଛି ଆଟେଣ୍ଡ କରିବେ। ମୁଁ ସେ ଭାବିକି ତାଙ୍କ ଆଗରେ ତ ମୁଁ କିଛି ବି ବୋଧେ ତପସ୍ୟା କରିପାରିଲିନି। ସେମାନେ, ମୁଁ କେତେ ଜିନିଷ ମିସ୍ କରିଯାଇଛି ଗୁରୁ ମହାରାଜଙ୍କର, ସେଇଟା ଏବେ ବି ମତେ ବହୁତ ଅଫସୋସ ହଉଛି କି ସବୁ ଜିନିଷ ମୁଁ ଆଟେଣ୍ଡ କରିପାରିନି। ଜଣା ନାହିଁ ମତେ ପୁଣି କେବେ ନେକ୍ସଟ ସୁଯୋଗ ମିଳିବ କି ନାହିଁ। ଆଉ ସବୁ ପ୍ରଭୁଜୀ ମାନଙ୍କର ଯୋଉ ସେବାର ମନୋଭାବ ଏବେ ବି ମନେ ପଡିଲେ ଭାବେ କି ମେ ବି ଆମ ଘର ଲୋକ ବି ସେତିକି ଆମର କେୟାର କରିପାରିବେ ଯେତିକି ପ୍ରଭୁଜୀ ମାନେ ଆମର ଧ୍ୟାନ ରଖିଥାନ୍ତି। ସବୁ ପ୍ରଭୁଜୀ ମାନେ, ସମସ୍ତଙ୍କ ନାଁ ତ ମୁଁ ବି ଜାଣିନି, ସେଠି କେତେ ନୂଆ ନୂଆ ପ୍ରଭୁଜୀ ବି ଥିଲେ। ସମସ୍ତେ ବହୁତ କେୟାର ନେଇଛନ୍ତି। ଆଉ ଏତେ ସାରା ଡିଭୋଟିଙ୍କୁ ସାଙ୍ଗରେ ନେଇକି ଯାଇଛନ୍ତି, ସମସ୍ତେ କେମିତି ଟାଇମ ରେ ପ୍ରସାଦ ପାଇବେ, ସେ ବି ସୁଇଟେବୁଲ, କାହାକୁ କଣ ପସନ୍ଦ, କୋଉ ଟାଇମ ରେ କଣ ମିଳିବ, ସବୁର ଧ୍ୟାନ ରଖୁଥିଲେ। ଶୋଇଲେ କି ନାଇଁ ସେଟାର ବି ଧ୍ୟାନ ରଖୁଥିଲେ। ଆଉ ରହିଲା, ଆଉ ମତେ ବହୁତ ସୁନ୍ଦର ସୁନ୍ଦର ମାତାଜୀଙ୍କ ମାନଙ୍କ ସହିତ କନେକ୍ଟ ହବାର ବି ଚାନ୍ସ ମିଳିଲା। କାହିଁକିନା ମୁଁ ଆମ ଟିମରେ ଯେତିକି ସେତିକି ହିଁ ମାତାଜୀଙ୍କୁ ଜାଣିଥିଲି, ଦେଖିନଥିଲି। ଏଥର ଫାଷ୍ଟ ଟାଇମ ସମସ୍ତଙ୍କୁ ଦେଖିଲି, ଜାଣିଲି। ଆଉ ନୂଆ ନୂଆ ମାତାଜୀ ମାନଙ୍କ ସହିତ ବି କନେକ୍ଟ ହେଲି, ଅଲଗା ଅଲଗା ଜାଗାରୁ ସବୁ ଆସିଥିଲେ। ତାଙ୍କ ନାଁ ବି ମୁଁ ଜାଣିନି, ସେମାନେ କୀର୍ତ୍ତନରେ ନାଚୁଥିଲେ ମୋ ସହିତ। ବହୁତ ସୁନ୍ଦର, ଭଲ ଭଲ ସୁନ୍ଦର ସୁନ୍ଦର ଡିଭୋଟି ମାନେ ଥିଲେ। ବହୁତ କିଛି ଶିଖିଲି ସେମାନଙ୍କ ଠାରୁ। ଆଉ ଆଉ କୀର୍ତ୍ତନରେ ତ ବୋଧେ ବହୁତ ନାଚିଛି ମୁଁ, ଟ୍ରେନ ଠୁ ଆରମ୍ଭ କରି ଯୋଉ ଯୋଉ ଜାଗାରେ କୀର୍ତ୍ତନ ହେଇଛି, କିଏ ନାଚନ୍ତୁ ନ ନାଚନ୍ତୁ, ଆଉ ଯୁଆଡେ ଯୁଆଡେ ଆମେ ଯାଇଥିବୁ, ଭିଜିଟ କରିକି ଆସିଥିବୁ, ଯୋଉଠି ଆମର ବେସମେଣ୍ଟରେ ଯୋଉଠି କିଚେନ ଥିଲା, ସେଇଠି ବି କିଛି ନା କିଛି ସବୁଦିନ ହୁଏ। କୋଉ ଦିନ ଯୋଉ ଗୌରାଙ୍ଗ ପ୍ରଭୁଙ୍କର ପୁଅ ହରି, ତାଙ୍କର ବର୍ଥଡେ ସେଲିବ୍ରେଟ ହଉଥିଲା, ସେଠି ସେମିତି କୀର୍ତ୍ତନ ହଉଥିଲା। ତ ଯାହା ଯେମିତି ସବୁଠି ଆଟେଣ୍ଡ କରିଛି, ବହୁତ ସୁନ୍ଦର ବି ଥିଲା। ବହୁତ ଜିନିଷ ଶିଖିବା ପାଇଁ ବି ମିଳିଲା, କାରଣ ସବୁ ଜାଗାକୁ ଯୋଉ ଯାଉ ଆମେ, ସବୁର ପାଷ୍ଟ ଟାଇମ ଆମକୁ ଯୋଉ ପ୍ରେସିଡେଣ୍ଟ ପ୍ରଭୁ ଯୋଉ ଥିଲେ ସିଏ କହୁଥାନ୍ତି, ସିଏ ବି ମନେ ରଖିବା ପାଇଁ କହୁଥାନ୍ତି, ତାକି ନେକ୍ସଟ କୋଉଠି ଗଲେ ସେ କହୁଥାନ୍ତି ଆମକୁ ମନେ ରଖ, ମୁଁ ପଚାରିବି କୋଉଠି କୋଉଠି କଣ ହେଇଥିଲା। ଆଉ ଲାଷ୍ଟ ଦିନ ଯୋଉଦିନ ଆମେ ଯାଇଥିଲୁ, ସେଇଦିନ ଆମେ ବ୍ରହ୍ମାଣ୍ଡ କୁଣ୍ଡରୁ, ମୁଁ, ସ୍ୱପ୍ନଜିତ ପ୍ରଭୁ, ତାଙ୍କ ମାତାଜୀ ଆଉ ସିଲି ମାତାଜୀ, ଆମେ ସେଇଠୁ ସେତିକି ସାରିକି ପ୍ରସାଦ ବି ପାଇନଥିଲୁ, ସେଇଠୁ ଆମେ ବାହାରି ଯାଇଥିଲୁ ଭାଣ୍ଡିରବନ ଯିବାର। କାରଣ ମତେ ଭାଣ୍ଡିରବନ ଯିବାର ବହୁତ ଇଚ୍ଛା ଥିଲା। ମୁଁ କେବେ ବି ଯାଇନଥିଲି ଭାଣ୍ଡିରବନ, ଯେତିକି ଯାହା ଭିଡିଓ ଦେଖେ
ତ ମତେ ସେଇ ଜାଗାକୁ ଯିବାକୁ ବହୁତ ଇଚ୍ଛା ଥିଲା। ଆଉ ସେଇ ଜାଗାକୁ ଯିବା ସତରେ ବହୁତ କଷ୍ଟ ବି ଥିଲା, କାହିଁକିନା ଏତେ କମ୍ୟୁନିକେସନ ସେଠି ନଥିଲା ଭଲ। ସମସ୍ତେ ଯିବା ପାଇଁ ବି ସେଇ ଯୋଉ ଅଟୋ ବାଲା ରାଜି ହଉନଥିଲେ, ଫିର ବି କେମିତି କଣ କରି ସେଠି ପହଞ୍ଚି ଗଲୁ। ସେଠି ପହଞ୍ଚିକି ବି ବାପସ ଆସିବାର କିଛି ସୋର୍ସ ନଥିଲା ଆମ ପାଖରେ, କାରଣ ସେଠୁ ଅଟୋ ପୁଣି ଆସୁନଥିଲା ବୃନ୍ଦାବନ ଯାଏ। ତ ସେଠି ଜଣେ ବି ପତା ନାହିଁ କେମିତି ଭଗବାନଙ୍କ କୃପାରୁ ସେଇଠି ଜଣେ ଓଡିଆ ଡିଭୋଟି ଆମକୁ ଦେଖା ହେଇଗଲେ। ସିଏ ଆମକୁ ସବୁ ଜାଗା ଦର୍ଶନ ବି କରେଇ ଦେଲେ। ବେଲବନ, ମାନସରୋବର, ବଂଶୀବଟ ସବୁ ଜାଗା ଦର୍ଶନ କରେଇଦେଲେ, ପୁଣି ଆଣିକି ଆମକୁ ବୃନ୍ଦାବନରେ ବି ଛାଡି ଦେଇ ଗଲେ। ଆଉ ସେଇଠାର ବି ଫାଷ୍ଟ ଟାଇମ ବହୁତ ଜାଣିବାକୁ ପାଇଲୁ। ସେ ଯୋଉ ବେଲ ବନ ଥିଲା ସେଇଠି ଲକ୍ଷ୍ମୀ ମାତା ତପସ୍ୟା କରୁଥିଲେ, ତାର ଫାଷ୍ଟ ଟାଇମ ଜାଣିଲୁ। ସେଇ ମାନସରୋବର, ବଂଶୀବଟ ସେଇ ସବୁ ବି ଦେଖିନଥିଲି, ସେଇଟା ଦେଖିଦେଲୁ। ତାପରେ ସବୁ ଯାତ୍ରା ସରିଗଲା ପରେ ଫାଇନାଲି ଆମର ବାପସ ଆସିବାର ଦିନ ଆସିଗଲା। ତ ସେଇଦିନ ଲାଷ୍ଟ ଦିନ ବହୁତ ଟ୍ରାଏ କରିଥିଲୁ କୃଷ୍ଣ ବଳରାମଙ୍କ ଟେମ୍ପଲ ଯିବା ପାଇଁ ଆଉଥରେ, କିନ୍ତୁ ସମୟ ହେଲାନି, ଆମେ ଯାଇପାରିଲୁନୁ। ଆମକୁ ସମୟ ହେଲା ବେଳକୁ ଟେମ୍ପଲ କ୍ଲୋଜ ହେଇଗଲାଣି। ତ ତା ପରଦିନ ଆମକୁ 4:30ରେ ହିଁ ମାନେ ଆଶ୍ରମରୁ ଚେକ୍ ଆଉଟ୍ କରିବାର ଥିଲା। ତ ଆଉ ଯିବା ପାଇଁ ବି ସମୟ ନଥିଲା। ତ ସେଦିନ 11ଟା ରାତି ଯାଏ, 11ଟା କି ତା ପରେ ବୋଧେ ହେଇଗଲାଣି, ମୁଁ ବାହାରେ ଥିଲି। ମୁଁ ଥିଲି ଆଉ ଜଣେ ମାତାଜୀ ମୋ ସାଙ୍ଗରେ ବି ଥିଲେ। କି ମୁଁ ଏଇଟା ମୋ ମାଇଣ୍ଡରେ ଥିଲା କି ତା ପରଦିନ ଆମକୁ ବୃନ୍ଦାବନ ଛାଡିକି ଆସିବାର ଥିଲା। ତ ମତେ ଭାରି କଷ୍ଟ ଲାଗୁଥିଲା। ମୁଁ କହିଲି ଏତେ ଦିନ ଏଠି ରହିଗଲୁଣୁ, ଆଉ ଯିବା ପାଇଁ ବି ଇଚ୍ଛା ହଉନଥିଲା। କିନ୍ତୁ ସେଇ କଷ୍ଟଟା ଲାଗୁଥିଲା। ଆଉ ରାତିରେ ଏତେ ଶୀତ ବି ପଡୁଥିଲା, ଫିର ବି ମତେ ପ୍ରଭୁ ଡାକିଦେଲେ କି ଆପଣ ଆସିକି ଜଲ୍ଦି ଶୋଇପଡନ୍ତୁ, କି ତା ନେକ୍ସଟ ଡେ ଆମକୁ ଜଲ୍ଦି ବାହାରିବାର ଅଛି। ଆଉ ମତେ ଯେହେତୁ ପ୍ରଭୁଜୀ ରେସପନସିବଲ ଦେଇଥିଲେ କିଛିଟା, ମତେ ଲାଗୁନି ମୁଁ ତାକୁ ପରଫେକ୍ଟଲି କରିପାରିଛି। କାହିଁକି ନା ଆଉ କିଛି କିଛି ମାତାଜୀଙ୍କୁ ରାଗିକି କେତେବେଳେ କଣ କହିବି ଦେଇଛି, ମେ ବି ଚିଡ ଚିଡ ହେଇକି କହିଦେଇଛି, ତ କ୍ଷମା କରିଦେବେ ମତେ। ଆଉ ପ୍ରଭୁଜୀଙ୍କୁ ବି କ୍ଷମା ମାଗୁଛି, କାହିଁକିନା ମତେ ଯାହା ଯାହା ରେସପନସିବଲ ଦେଇଥିଲେ, କିଛିଟା ସେବାର ଦେଇଥିଲେ, ମୁଁ ତାକୁ ପ୍ରପରଲି କରି ବି ପାରିନି। କାରଣ ମୁଁ ଥିଲି ନା ଲିଡରସିପ, ତ ମତେ ହ୍ୟାଣ୍ଡେଲ କରି ଆସୁନଥିଲା। ମୁଁ ତ ଅଧା ଲୋକଙ୍କୁ ଜାଣି ପାରୁନଥିଲି, ତାପରେ ପଚାରି ପଚାରି କରୁଥିଲି କି ଏଇଟା ହେଲା କି ନାଇଁ, ସେଟା ହେଲା କି ନାଇଁ। ଆଉ ସ୍ମୃତି ରେଖା ମାତାଜୀ ବି ବହୁତ ହେଲ୍ପ କରିଛନ୍ତି। ଆଉ ଆସିଲା ଦିନ ମତେ ବହୁତ କାନ୍ଦ ଲାଗିଲା। ମୁଁ କାନ୍ଦିଯିବି ସେଦିନ। କିଛି ଅଲିଗଡ ଷ୍ଟେସନ ଯାଇ ବି ମତେ ଭାରି କଷ୍ଟ ଲାଗୁଥାଏ କି ବୃନ୍ଦାବନ ଛାଡିକି ପଳେଇ ଆସିଲୁ, ଘର ଛାଡିକି ପଳେଇ ଆସିଲୁ। ଆମର ହିଁ କର୍ମ ପାଇଁ ଆମେ ଆମ ନିଜ ଘର ଛାଡିକି ଆସି ଆଉ କୋଉଠି ରହୁଛୁ। ତ ସେଇଟା ବହୁତ କଷ୍ଟ ଥିଲା। ଆଉ ଡିଭୋଟି ମାନଙ୍କ ଆସୋସିଏସନରେ ଯିବାର ସତରେ ବହୁତ ଫାଇଦା ଅଛି। କାହିଁକି ନା ଆମେ ଘର ଲୋକ କି ସାଙ୍ଗସାଥିଙ୍କ ସହିତ ଯଦି ଯାଉଛେ, ଆମର ଧାମ ଅପରାଧ ହବାର ଚାନ୍ସ ଅଛି। ଆମେ ବହୁତ ଜିନିଷ ଜାଣି ବି ପାରୁନା। ଟୁରିଷ୍ଟ ହିସାବରେ ଯାଇକି ଖାଲି ଦର୍ଶନ କରି ଆସୁ। ବଟ ଯୋଉ ଭାବରେ ଯାଇକି ସବୁ ଜିନିଷକୁ ଦର୍ଶନ କରିବା, ସବୁ ଜିନିଷର ଆସ୍ୱାଦନ କରିବା, ସେଇଟା କେବଳ ଭକ୍ତ ମାନଙ୍କ ସଙ୍ଗରେ ଗଲେ ହିଁ ମିଳିପାରେ। ଆଉ ସ୍ପେଶାଲି ସତ୍ୟପ୍ରଭୁଙ୍କୁ ବି ବହୁତ ଧନ୍ୟବାଦ କି ମତେ ଆଟଲିଷ୍ଟ ଇନ୍ସପାୟାର କରିଲେ ସେଇଠି କି ହଁ ନାଇଁ ଧାମରେ ଆମକୁ ଏଇଟା କରିବାର ଅଛି। କାହିଁକିନା ମୁଁ ଦେଖିଛି ସେଇଠି ପ୍ରଭୁ ମାନେ ବହୁତ ପରିଶ୍ରମ କରୁଥିଲେ। ସେ ମୃଦଙ୍ଗ ବଜେଇ ବଜେଇ ସୁରେଶ ପ୍ରଭୁଙ୍କ ହାତରୁ ବି ବ୍ଲଡ ବାହାରେ, ହେଲେ ବି ସେ ଥକନ୍ତିନି। ସମସ୍ତେ କାଳନ୍ଦୀ ପ୍ରଭୁ ତ ତାଙ୍କ ଗୋଡ ବି ଏତେ ପେନ୍ ହୁଏ, ହେଲେ ବି ସେ ସେଇଠି ସବୁ କରୁଥାନ୍ତି। କେହି ଆଉ ସେ ପ୍ରଭୁଜୀ ମାନଙ୍କର ସତରେ ଏତେ ପରିଶ୍ରମ ଦେଖିକି, ଇଭେନ ଆମ ମଥୁରା ଦେଶ ପ୍ରଭୁ କେତେ ଦିନ ତ ସେ ଖାଇ ନଥିବେ କି ଶୋଇ ବି ନଥିବେ, ମାନେ ସେ ଏତେ ସେମାନେ ସେବା କରିଛନ୍ତି। ତ ତାଙ୍କ ତୁଳନାରେ ଆମେ କିଛି ବି ନୁହଁ। ଆକ୍ଚୁଆଲି ଧାମ ଗଲେ ସେଇ ତପସ୍ୟା କରିବା କଥା ଯାହା ସେମାନେ କରିଛନ୍ତି, ଯୋଉଟା ଆମେ କରିପାରୁନି। ଯଦି ମୁଁ ନେକ୍ସଟ ଟାଇମ ଯିବାର ପାଇବି କେବେ ସୁଯୋଗ, ତ ଚେଷ୍ଟା କରିବି ସେତିକି ତପସ୍ୟା କରିବା ପାଇଁ। ଜାଣିନି କଣ ହବ। ଆଉ ସମସ୍ତଙ୍କୁ ଧନ୍ୟବାଦ। ମଥୁରାଧୀଶ ପ୍ରଭୁଙ୍କୁ ତ ବହୁତ ଧନ୍ୟବାଦ କି ମୋ ବାର୍ଥଡେ ଭଳି ଦିନରେ ମତେ ଧାମ ନେଇକି ଯାଇଥିବାରୁ। ହରେ କୃଷ୍ଣ ପ୍ରଭୁ। କୁଆଡେ ଗଲେ ସବୁ? हरे कृष्ण। विशेष धन्यवाद माता जी। ଭଏସ ଶୁଣା ଅଛି? ଆଜ୍ଞା। ଭଗବତ ଗୀତାର ବଢିଆ ଶ୍ଲୋକ ଗୋଟେ ଅଛି, ମୟି ସର୍ବମିଦଂ କୃତଂ ସୂତ୍ରେ ମଣାଇ ମଣାଇବ। ଏମିତି ଗୋଟେ ମାଳାରେ ଷ୍ଟ୍ରିଙ୍ଗ ଲାଗିଥାଏ, ସେଥିରେ ସବୁ ମାଳାର ମୋତି ମାନ ସେଠି କଣ ଗୁନ୍ଥା ହେଇକି ଥାଏ। ବୃନ୍ଦାବନର ଅନୁଭବ ସମସ୍ତଙ୍କ ପାଇଁ ବିଶେଷ, କିନ୍ତୁ ବୃନ୍ଦାବନର ଅନୁଭବ ଆମ ହୃଦୟକୁ ସିକ୍ତ କରିବାର ଅଛି। ସିକ୍ତ ମାନେ ସ୍ପଞ୍ଜ ଦେଖିଥିବ, ସ୍ପଞ୍ଜ ରେ ପାଣି ପଡିଗଲେ କଣ ହୁଏ? ଓଦା ହେଇଯାଏ। ବୃନ୍ଦାବନର ଅନୁଭବ ନିଶ୍ଚୟ ଭାବରେ ଆମ ହୃଦୟକୁ ସିକ୍ତ କରିବାର ଅଛି, ପ୍ରଭାବିତ କରିବାର ଅଛି। ତ କିଛି ଜଣ ଭକ୍ତଙ୍କୁ ମୁଁ ଜାଣିଛି, ତେଣୁ
ମୁଁ ଚାହିଁଥିଲି ସମସ୍ତେ ତାପରେ ମୁଁ ଚାହେଁ ସମସ୍ତେ ଅନୁଭବକୁ ହୃଦୟରୁ କହିବା ପାଇଁ ପ୍ରଫେସନାଲ ଏତେ ମୋତେ ଦରକାର ନଥିଲା। ତେଣୁ ବହୁତ ସମୟରେ ଆମେ ଆମ ଅନୁଭବକୁ ବ୍ୟକ୍ତ କରିପାରନ୍ତିନି। ଅନୁଭବରେ କେବଳ ଆଚରଣର ବିଷୟ ନଥାଏ, ଅନୁଭବରେ ତିକ୍ତତା ମଧ୍ୟ ଥାଏ। ଆଉ ଯେତେବେଳେ କୁହାହଉଛି ଅନୁଭବ କରିବା ପାଇଁ ଆମେ କେବଳ ଭଲ ଭଲ ଜିନିଷ କହୁଛନ୍ତି, ମାର୍ଜନା କେବଳ ଆସ୍ୱାଦନ ସମୟରେ ହୁଏନି, ତିକ୍ତ ଅନୁଭବକୁ ମଧ୍ୟ ହୃଦୟକୁ ଶୁଦ୍ଧ କରେ। ଯେ ପିତା ଜିନିଷ ଖାଇଲେ ପାଟି ତ ପିତା ହୁଏ, ପେଟ ସଫା ବି ହୁଏ। ତେଣୁ ମୁଁ ଆଶା କରିଥିଲି ଆଟଲିଷ୍ଟ ତୁମଠୁ କିଛି ହୃଦୟ ସିକ୍ତ କଲା ଭଳି କିଛି ଅନୁଭବ କରିବା ପାଇଁ। ଯୋଉଟା କହିଲ ସେଇଟା ଠିକ ଅଛି, କିନ୍ତୁ ମତେ ପ୍ରଫେସନାଲ ଲାଗୁଥିଲା। ତେଣୁ ଧନ୍ୟବାଦ କିଛି ଦାୟିତ୍ୱ ଗ୍ରହଣ କରିଥିବାରୁ। ଆଗାମୀ ଦିନରେ ତୁମକୁ ଆଉ ସୁନ୍ଦର ଭକ୍ତ ସଂଘ ପ୍ରାପ୍ତ ହଉ, ଯେ ତୁମେ ସୁନ୍ଦର ଭାବରେ ବୃନ୍ଦାବନ ବାସ କରିବାର ପୁନଃ ସୁଯୋଗ ତଥା ଗୁରୁ ମହାରାଜଙ୍କର ସଂଘ ସାନିଧ୍ୟ ପ୍ରାପ୍ତ ହବ। ହରେ କୃଷ୍ଣ। ମୁଁ କାହାକୁ ସିରିୟସ କରୁନି, ଆମେ ନେକ୍ସଟ ସ୍ପିକରଙ୍କଠୁ ଯିବା। ହରେ କୃଷ୍ଣ। हरे कृष्ण प्रभु दंडवत प्रणाम। କୁହନ୍ତୁ। ଆପଣଙ୍କର ବୃନ୍ଦାବନ କଣ ଅନୁଭବ ଅଛି ଯାହା ଆପଣଙ୍କର ଭକ୍ତି ଜୀବନକୁ ବିଶେଷ ପ୍ରଭାବିତ କରୁଛି? ତାପରେ ଆପଣ କିଛି steps ନଉଛନ୍ତି, କିଛି ବଳ ପ୍ରାପ୍ତ ହଉଛନ୍ତି, ତା ମାଧ୍ୟମରେ ଆପଣ ଭକ୍ତି ଭଲ କରିବା ପାଇଁ ଚେଷ୍ଟା କରୁଛନ୍ତି। ହରେ କୃଷ୍ଣ। हरे कृष्ण प्रभु समस्त को मैं फर्स्ट मोर दंडवत प्रणाम करूची। फर्स्ट मो ଭିଡିଓ ଅନ୍ କରିଦିଅ। हरे कृष्ण प्रभु। कृष्ण प्रभु समस्त मोर दंडवत प्रणाम प्रभु। मो जीवन फास्ट टाइम पे मु वृंदावन जाइए और सेटा भी साधु संघ मानक साथरे फास्ट टाइम सब भावे कि मु केबे वृंदावन जाई परिबी कि कौन। और सेटा भी राधाराणींकर एते कृपा जे फास्ट टाइम पे मु साधु संघ मानक साथरे जाइए। जीवा पूर्व भी बहुत थर मोर माने बहुत प्रोब्लेम भी आसीची जाई माने टिकेट तो हे सारी थिला तापर भी ऑफिस रे छुट्टी देबेनी बोली मना कले। तापर मोर बहुत मन दुख हेतिला। तापर मथुरा देश प्रभु को पई माने लास्ट मोमेंट रे मु सेटा मोर नाइ रु हां भी आम मैनेजर भी देले और सेटा भी बहुत चेष्टा पर भी सेटा मु जाई परची। तोळे टिकेट मोर पूरा कंफर्म हैला जीवार बहुत खुशी लागुथिला। तापर टिकेट ट्रेन टिके डिले हेका जाउथिला। बहुत मन रे बहुत डर भी लागुथिला मु वृंदावन जाई परिबी कि ना। जितळे ट्रेन रे बसिलु तापर जितळे लागिला माने मो जीवन सबुठ माने कीर्तन भी कीर्तन में केबे योगदान दे नथली। से दिन भी फर्स्ट टाइम पे कीर्तन में योगदान देली। ता पर दिन बहुत भल लागला मते। तापरे जोदिन आमे पहुंचलु मथुरा जंक्शन रे तापरे वृंदावन जेतेबेले गलु पहुंचलु सेदिन रहिकी ता पर दिन मंगल आलती पे जाई पार नथिलु। दर्शन करबा पे जाइथिलु बहुत लेट रे इस्कन जाइथिलु। और साधु संघ मानक साथरे भक्ति केमती करिवो कोन करिवो सेटा सिखिली मु।
ବହୁତ ମୋ ସେଥିରେ ବହୁତ କୃପା ବି ହେଇଛି। ରାଧାରାଣୀଙ୍କର ବହୁତ କୃପା ମୋ ଉପରେ କରିଛନ୍ତି ଫାଷ୍ଟ ଟାଇମ ପାଇଁ। କାହା ଉପରେ ହେଇଥିବ କି କଣ ମୁଁ ଜାଣିନି, ବଟ୍ ମୋ ଉପରେ ବହୁତ କୃପା କରିଛନ୍ତି ରାଧାରାଣୀ ସେଦିନ। ଆଉ ସବୁବେଳେ ଭାବେ କି ଭଗବାନଙ୍କୁ ଡାକେ ମୁଁ ଏତିକି କି ଏମିତି କିଛି ନାହିଁ ଯେ ମୁଁ ମରିବା ପୂର୍ବରୁ ମତେ କେବେ ମାନେ ବୃନ୍ଦାବନ ଥରେ ମୁଁ ମତେ ବୁଲିକି ଆସିବା ପରେ ପଛେ ମୋ ଜୀବନ ଚାଲିଯାଉ, ମୋର ସେଥିରେ କିଛି ମନ ଦୁଃଖ ନାହିଁ। ବଟ୍ ଏମିତି କୃପା କରିବେ ରାଧାରାଣୀ ମୁଁ କେବେ ଭାବିବି ନଥିଲି। ମାନେ ବୃନ୍ଦାବନରେ ପହଞ୍ଚିବା ପରେ ବି ମତେ ବିଶ୍ୱାସ ବି ହଉନଥିଲା କି ମୁଁ ବୃନ୍ଦାବନରେ ଅଛି ବୋଲି। ଆଉ ତାପରେ ସବୁ ଗୋଟେ ଗୋଟେ ମନ୍ଦିରରେ ପହଞ୍ଚିବା ପରେ ସବୁ ସେ ପ୍ରଭୁଜୀ କହୁଥାନ୍ତି ସବୁ କୋଉଠି କଣ ଲୀଳା ହେଇଥିଲା, କଣ ହେଇଥିଲା ସବୁ କହୁଥାନ୍ତି। ଆଉ ବୃନ୍ଦାବନ ପରେ ଯୋଉଦିନ ଆମେ ରାଧାକୁଣ୍ଡ ଯାଇଥିଲୁ, ମୁଁ ତୁଳସୀ ମାଳା ବି ପିନ୍ଧିନଥିଲି। ତୁଳସୀ ମାଳା ମୋ ପାଖରେ ଥିଲା, ଗୋଟେ ବର୍ଷ ମୁଁ ରଖିଥିଲି ପିନ୍ଧିବି ପିନ୍ଧିବି ବୋଲି, ବଟ୍ ପିନ୍ଧି ପାରିନଥିଲି। ଯୋଉଦିନ ଆମେ ରାଧାକୁଣ୍ଡ ଯାଇଥିଲୁ, ରାଧାକୁଣ୍ଡରେ ବସିଲୁ ବହୁତ। ରାଧାକୁଣ୍ଡ ପାଖରେ ସନ୍ଧ୍ୟାବେଳେ ଜପ ବି କରିଥିଲୁ ସମସ୍ତେ ମିଶିକି। ସୋନାଲି ମାତାଜୀ, ସ୍ୱପ୍ନଜିତ ପ୍ରଭୁ, ତାଙ୍କ ମା ସମସ୍ତେ ମିଶିକି ବସିଲୁ ସନ୍ଧ୍ୟାବେଳେ ପର୍ଯ୍ୟନ୍ତ। ଆଳତି ବି ଦେଖିଥିଲୁ ସେଦିନ। ତାପରେ ଆସିବା ବେଳେ ବହୁତ ଲେଟ୍ ହେଇଯାଇଥିଲା। ରାଧାକୁଣ୍ଡରୁ ଫେରିବା ଟାଇମରେ ଗୋଟେ ମଦନ ମୋହନଙ୍କ ମନ୍ଦିର ଥିଲା ସେଠି। ମାନେ ଆମେ ସେଠି ଆସୁଛୁ କଣ ଗୋଟେ ଖାଇ ଖାଇ ଆସୁଥିଲୁ, ଭୋକ ଲାଗୁଥିଲା, ପ୍ରସାଦ ବି ପାଇନଥିଲୁ। ଆମେ ବ୍ରହ୍ମାଣ୍ଡ ଘାଟ ଯାଇଥିଲୁ, ନାଇଁ ସେଇଦିନ ପ୍ରସାଦ ବି ପାଇନଥିଲୁ କିଛି। ରାଧାକୁଣ୍ଡରେ ବସି ବସି ମାନେ ସେଇଠି ବସିଲୁ ଯେ ଆମକୁ କିଛି ସମୟ ବି ଜଣା ପଡୁନଥିଲା। ତାପରେ ଆସିବା ସମୟରେ ସେଠି ଗୋଟେ ମଦନ ମୋହନଙ୍କ ମନ୍ଦିର ପଡିଲା, ତ ସେଠି ଆଳତି ହଉଥିଲା। ତ ଆମେ ଗୋଟେ କଣ ଗୋଟେ ଖାଉଥିଲୁ, ମାନେ ସେଇ ମନ୍ଦିରର ବିଗ୍ରହଙ୍କୁ ଦେଖିକି ମାନେ ଏତେ ମାନେ ମନରେ ଗୋଟେ କେମିତି କଣ ଆସିଲା, ମାନେ କଣ ଖାଉଥିଲୁ ସେଟାକୁ ମାନେ କେମିତି କଣ ଥୋଇକି ହାତ ଧୋଇକି ମୁହଁ ଧୋଇକି ମାନେ ସେ ମନ୍ଦିର ଭିତରକୁ ମୁଁ ବହୁତ ଜୋରସେ ଦୌଡିଛି ସେ ବିଗ୍ରହଙ୍କୁ ଦେଖିବା ପାଇଁ। ଯେମିତି ଦୌଡିଛି, ସେଠାକାର ଯିଏ ପୂଜାରୀ ଥିଲେ ସେବକ, ତ ମତେ କହିଲେ କି ମୁଁ ତୁଳସୀ ଗଣ୍ଠି ଧାରଣ କରିନଥିଲି ବୋଲି ସେ ମତେ କହିଲେ। ତାପରେ ସେ ଗୋଟେ ମାତାଜୀଙ୍କୁ ସିଏ ନିଜେ ତୁଳସୀ ମାଳା ଆଣିଲେ, ସେ ମାତାଜୀଙ୍କୁ ଦେଲେ, ଆଉ ସେ ମାତାଜୀ ମତେ ସେଇଠି ପିନ୍ଧେଇ ଦେଲେ। ମାନେ ସେ ପିନ୍ଧଉଛନ୍ତି, ମୋ ଆଖିରୁ ଏମିତି ଲୁହ ବାହାରୁଛି ସେ ବିଗ୍ରହଙ୍କୁ ଦେଖିବା ପରେ। ମାନେ ମୁଁ ଭାବୁଛି କି ମାନେ ତୁଳସୀ ମାଳା ରଖି ରଖି ମୋ ପାଖରେ, ମାନେ ମୁଁ ଗୋଟେ ବର୍ଷ ହେଲାଣି ପିନ୍ଧି ପାରୁନଥିଲି। ମାନେ ତାଙ୍କ ଇଚ୍ଛାରେ ପୁଣି ତାଙ୍କ ସାମ୍ନାରେ ମତେ ପିନ୍ଧେଇ ଦଉଛନ୍ତି ତୁଳସୀ ମାଳା। ବହୁତ, ଆଉ କଣ କହିବି, ମାନେ ବହୁତ ଖୁସି ଲାଗୁଛି। ମାନେ ଲାଗୁଛି କି ମୁଁ ସତରେ ବୃନ୍ଦାବନ ଯାଇକି ଆସିଛି ବୋଲି। ଆଉ ସବୁବେଳେ କ୍ଲାସରେ ଦେଖେ ନୂଆ ନୂଆ ମାତାଜୀ ମାନଙ୍କୁ, ଦେଖିନଥିଲି କେବେ। ଆଉ ସେଦିନ ଯାଇକି ସବୁ ମାତାଜୀ ମାନଙ୍କୁ ଦେଖିଲି, ଆଉ ପ୍ରଭୁ ମାନଙ୍କୁ ଦେଖିଲି। ଆଉ ପ୍ରଭୁ ମାନେ ବି ବହୁତ ଭଲ। ଆଉ କେମିତି କଣ ଭକ୍ତି କରୁଛନ୍ତି କଣ, ଆଉ ତାଙ୍କର ମାନେ ଯେତେ କଷ୍ଟ ହେଲେ ବି ସେ ସବୁ କଷ୍ଟ ସହିକି ବି ବହୁତ ମଙ୍ଗଳା ଆଳତି ଦର୍ଶନ କରିବା ପାଇଁ ଯାଇପାରୁଛନ୍ତି। ଆଉ ମୋର ଏତିକି ମନ ଦୁଃଖ ହଉଛି ଯେ, ବହୁତ ମନ ଦୁଃଖ ହଉଛି କି ମୁଁ ଗୋବର୍ଦ୍ଧନ ପରିକ୍ରମା କରିପାରିନି। ତା ପୂର୍ବ ଦିନ ଆମେ ବହୁତ ମାନେ ବର୍ଷା ନା ଯୋଉ ଦିନ ଯାଇଥିଲୁ, ଆମେ 3 ଜଣ ରହିଯାଇଥିଲୁ। ସେଦିନ ମୋ ପାଦ ଫୁଲି ଯାଇଥିଲା, ତ ଚାଲି ପାରୁନଥିଲି। ତ ମୁଁ ରହିଯାଇଥିଲି ଗୋବର୍ଦ୍ଧନ ପରିକ୍ରମା ପାଇଁ, ମୁଁ ଯାଇପାରିଲିନି। ସେଇଟା ବହୁତ ମନ ଦୁଃଖ ହଉଛି। ଆଉ ଥରେ କେବେ ହେଲେ ତ ସେଇଟା ମୁଁ ସିଓର ଯିବି, ବୃନ୍ଦାବନ ଯୋଉ ଗୋବର୍ଦ୍ଧନ ପରିକ୍ରମା କରିବା ପାଇଁ। ଠିକ ଅଛି ପ୍ରଭୁ, ଯଦି ମୁଁ କିଛି ଭୁଲ କରିଥିବି ତ ମତେ କ୍ଷମା କରିଦେବେ ପ୍ରଭୁ। ହରେ କୃଷ୍ଣ ପ୍ରଭୁ। ହରେ କୃଷ୍ଣ। ତ ନିଶ୍ଚୟ ଭାବରେ ତମେ ଗୋବର୍ଦ୍ଧନ ପରିକ୍ରମା କରିବ ନା? ଆମେ ଆଉ ଥରେ ବୁଲିବାକୁ ଯିବା ଗୋବର୍ଦ୍ଧନ ବୁଲିବାକୁ। ଆଜ୍ଞା ପ୍ରଭୁ। ବିଶେଷ ଧନ୍ୟବାଦ। ତମେ ଭଲସେ ଭକ୍ତି କର, ଏ ବୃନ୍ଦାବନ ଚେତନା ତମ ହୃଦୟରେ ରହୁ। ସୁନ୍ଦର ଭାବରେ ଗୁରୁଜନ ମାନଙ୍କର ସେବା ବି କର। ଧୀରେ ଧୀରେ ଭକ୍ତି ଜୀବନ ଟା ଏମିତିଆ, ପ୍ରଭୁପାଦ ଲେଖିଛନ୍ତି ଭଗବତ ଗୀତାର ଇଣ୍ଟ୍ରୋଡକ୍ସନ ଲେଖିଛନ୍ତି, ସ୍ପିରିଟ ଅଫ ଭଗବତ ଗୀତା। ସ୍ପିରିଟ ମାନେ ଆମେ ସାମ୍ନାରେ ଯୋଉଟା ଦେଖୁଛେ, ପ୍ରଭୁପାଦ ଲେଖିଛନ୍ତି କ୍ଲିୟରଲି କି ସବୁ ଭଗବତ ଗୀତାରେ 7ଟି ଶ୍ଲୋକ ତ ଅଛି, କିନ୍ତୁ ରହସ୍ୟ ବୋଲି କାହିଁ କୁହାହଉଛି? କାହିଁକିନା ଆମେ ସ୍ପିରିଟ ଟା ମିସ୍ କରିଦିଅନ୍ତି। ତେଣୁ ଭକ୍ତି ଜୀବନରେ ଆହୁରି ଟିକେ ଶିଖିବାକୁ ମିଳିବ। ବହୁତ ଗୁଡା ଜିନିଷକୁ ଆମ ହୃଦୟରେ ଆଲିଙ୍ଗନ କରିବାକୁ ପଡିବ। ଆଉ ଯେତେ ଆମେ ପ୍ରଶସ୍ତ ହୃଦୟବାନ ବ୍ୟକ୍ତି ହବା,
महाप्रभुଙ୍କର कृपା राधाराणୀଙ୍କ कृपା ଆମ ସମସ୍ତଙ୍କୁ ମିଳୁ। ଠିକ ଅଛି, ଧନ୍ୟବାଦ ମାତାଜୀ। ନେକ୍ସଟ ଆମେ ଆଜ୍ଞା ପ୍ରଭୁ। ସସ୍ମିତା ମାତାଜୀଙ୍କ ଶୁଣିବା। ହରେ କୃଷ୍ଣ। ହରେ କୃଷ୍ଣ, ସସ୍ମିତା ମାତାଜୀ ଅଛନ୍ତି? ଅଛନ୍ତି, କନେକ୍ଟ ଟିକେ ୱେଟ୍ କରିବାକୁ ପଡିବ। हरे कृष्ण, सस्मिता माताजी। ନା ନା ତ ଆପଣଙ୍କୁ ସେୟାର କରିପାରିବେ ବୃନ୍ଦାବନରେ ଆପଣ ବିଶେଷ ଅନୁଭବ? ହଁ, ଭଏସ ଆସୁଛି, ଟିକେ କମ ଅଛି। କଟିକି ଆଉଥରେ ଜଏନ୍ ହେବେ କି? ନା ନା, ଏଥିରେ ଠିକ ଅଛି ମାତାଜୀ, ଠିକ ଅଛି। ସେମିତି କିଛି ପ୍ରାକ୍ଟିସ କରିନି, ତ ଯାହାବି ସେମିତି କିଛି ଭାବେ, ଯାହାବି ଅଭିଳାଷ ଅଛି ବୃନ୍ଦାବନରେ ସେଇଟା ଜଷ୍ଟ ଖାଲି ଅଳ୍ପରେ କହିଦଉଛି। मम ज्ञानतिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्तस्वामिनिति नामिने नमस्ते सारस्वती गौरवाणी प्रचारिणे निर्विशेषशून्यवादी पाश्चात्यदेशतारिणे जय श्रीकृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौरभक्तवृंद। हरे कृष्ण 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 हरे हरे, हरे राम 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 हरे हरे। तो ମୁଁ କିଛି ବି ଜାଣିନି, ତ କୋଉଠୁ ଷ୍ଟାର୍ଟ କରିବି ମୁଁ କିଛି ବୁଝିପାରୁନି। ଫାର୍ଷ୍ଟ ହେଲା ବୃନ୍ଦାବନ କଥା ଯୋଉଟା କହିବାର ଅଛି। ବୃନ୍ଦାବନ କଥା କହିଲେ ଫାର୍ଷ୍ଟ ମୁଁ କେବେ ଭାବିନଥିଲି ଯେ ବୃନ୍ଦାବନ କେବେ ଯାଇପାରିବି ବୋଲି। ମୋବାଇଲରେ ରିଲ୍ସ ମାନେ ମୋବାଇଲରେ ସବୁ ଷ୍ଟାଟସ୍ ସମସ୍ତେ ରଖନ୍ତି, ସବୁବେଳେ ମାନେ ଇଚ୍ଛା ହୁଏ ଯେ ସତରେ ମାନେ ବୃନ୍ଦାବନ ଜଣେ ଭାଗ୍ୟ ଥିଲେ, ମାନେ କୃଷ୍ଣ ଯେପର୍ଯ୍ୟନ୍ତ କୃପା ନ କରୁଛନ୍ତି, ରାଧାରାଣୀ କୃପା ନ କରୁଛନ୍ତି, କେହି ବି ସେ ଧାମକୁ ଯାଇପାରିବନି। ତ ସିଏ ଆମେ ଚାହିଁଲେ ଯାଇପାରିବାନି, ସେ ରାଧାରାଣୀ ଯଦି ଚାହିଁବେ ତାହେଲେ ଆମେ ସେ ଧାମକୁ ଯାଇପାରିବା। ତ କେବେ ବି ଭାବିନଥିଲି ସେଇ ମାଟିରେ ଆମେ ମାନେ ମୁଁ ସେ ମାଟିକୁ ଯାଇପାରିବି ବୋଲି, ସ୍ପର୍ଶ କରିପାରିବି ବୋଲି। ଯାହା ହଉ ମୋ ରାଧାରାଣୀ କୃପା ଯାହା ଅଛି, ତ ଯାଇପାରିଲି, ଭାଗ୍ୟର କଥା। ବହୁତ କଷ୍ଟରେ ବି ମାନେ ହଠାତ୍ ପ୍ରଭୁ କହିଲେ ଯିବା ପାଇଁ, ବହୁତ ବହୁତ ବାଧାବିଘ୍ନ ବି ଆସିଛି। ଛୁଟି ଦେଉନଥିଲେ ଡ୍ୟୁଟିରେ, ଲାଷ୍ଟ ମୋମେଣ୍ଟରେ ବି ମ୍ୟାନେଜର କହିଲେ ନାଇଁ ଛୁଟି ନାହିଁ। ତ ମୁଁ ବହୁତ ବି ମନ ଖରାପ କରିଥିଲି। ତାପରେ ମାନେ ଦେହ ବି ଖରାପ ସତ୍ତ୍ୱେ ବି ମୁଁ କହିଲି ଯିବିନି ବୋଲି, ମୁଁ କ୍ୟାନସେଲ ବି କରିଦେଇଥିଲି। ମୁଁ ତ ମାନେ ଭାବିନଥିଲି ଯେ ଯିବି ବୋଲି। ତାପରେ ଯାହା ହଉ ବହୁତ କଷ୍ଟରେ ମାନେ ପ୍ରଭୁଜୀ ମୋତେ ବହୁତ ସାହାଯ୍ୟ କରିଛନ୍ତି। ସେଟା ପଛରେ କହିବି, ଆଗେ କହିଦିଏ ବୃନ୍ଦାବନ କେମିତି ମାନେ ଏକ୍ସପିରିଏନ୍ସ, ସେଇଟା ମୁଁ କେମିତି ଲାଗିଲା ସେ ବିଷୟରେ ଆଗେ କହିବି, ତାପରେ ତାପରେ ଯୋଉଦିନ ଗଲି ମାନେ ବୃନ୍ଦାବନ ଥିବାକୁ ଅଛି, ମୁଁ ତ ବିଶେଷ ଆପଣ ମାନଙ୍କୁ ସମସ୍ତଙ୍କୁ ଜାଣିନି, ଏ କ୍ଲାସ ମାଧ୍ୟମରେ ମୁଁ ତ ବେଶୀ ଜଏନ୍ କରେନି, ତ ମୁଁ କାହାକୁ ବିଶେଷ ଚିହ୍ନେନି। ତ ମଥୁରା ପ୍ରଭୁ ଆଉ କିଛି ଜଣ ମାତାଜୀ ଅଛନ୍ତି, ସେଇଠି ପହଞ୍ଚିବା ପରେ ମୁଁ ଜାଣିଲି। କ୍ଷମା କରିବେ ଯଦି ମୋ କହିବାରେ କିଛି ତ୍ରୁଟି ରହୁଥିବ। ଆଉ ଫାର୍ଷ୍ଟ ଯେତେବେଳେ ବୃନ୍ଦାବନ ଥାଏ ନା, ମାନେ ଭାବେ ଯେ ଆଉ କେତେ ଦିନ ରହିଲା, କେତେ ଦିନ ରହିଲା, ମାନେ ଏମିତି ଭାବେ। ତାପରେ କଣ ନବାର ଅଛି କଣ, ମାନେ ଏତେ ଏକ୍ସାଇଟେଡ ଯେ ମାନେ ବିଶ୍ୱାସ ବି ହଉନଥାଏ। ଟ୍ରେନରେ ବସିଲା ପରେ ବି ବିଶ୍ୱାସ ହଉନଥାଏ ଯେ ସତରେ ବୃନ୍ଦାବନ ଯାଉଛି ବୋଲି। ତାପରେ ରାସ୍ତାରେ ଯେତେବେଳେ ବି ଯାଉଥାଏ, ଟ୍ରେନ ତ ଲେଟ୍ ଥିଲା, ଆମେ ପହଞ୍ଚିଲେ ରାତି 1:30 ହେଇଗଲା। ତ ବହୁତ ମାନେ ରାତି ସାରା ବି କେହି ଶୋଇନାହାନ୍ତି ବିଶେଷ। ତା ସକାଳୁ ଯେତେବେଳେ ଦେଖିଲି, ମାନେ ଯେତେବେଳେ ମାନେ ଟ୍ରେନରେ ବସିଥାନ୍ତି, ମୁଁ ନିଜ କଥା କହୁଛି, ମ୍ୟାପ୍ ଦେଖୁଥାଏ ଆଉ ଟ୍ରେନ କୋଉ କୋଉ ଜାଗାରେ ଯାଉଛି, ଆଉ କେତେଟା ଷ୍ଟେସନ ବାକି ରହିଲା, ଏଇ ସବୁ ଦେଖିକି ମାନେ ଆଉ କେତେ କେତେ ସମୟ ଲାଗିଲା, ଆଉ କୋଉଠି ପହଞ୍ଚିଲେ, ଏମିତି ଖାଲି ସବୁବେଳେ ଖାଲି ଚେକ୍ କରୁଥାଏ। ଆଉ ସେଇଠି ବି କୀର୍ତ୍ତନ ସବୁ ଜିନିଷ ହଉଥାଏ, ବହୁତ ବି ଖୁସି ଲାଗୁଥାଏ। ଯାହା ହଉ
ଆହୁରି ଖୁସି ଲାଗିଲା ଯେତେବେଳେ କୀର୍ତ୍ତନ ହେଲା ତ ସମସ୍ତେ ପୁରା ଆନନ୍ଦରେ କୀର୍ତ୍ତନ କଲେ। ବହୁତ ଖୁସି ଲାଗେ ଆଉ ଏକ୍ସାଇଟେଡ, ଏତେ ଏକ୍ସାଇଟେଡ ଥାଏ ଯେତେବେଳେ ମଥୁରା ପହଞ୍ଚିବାକୁ ଆଉ କିଛି ବାଟ ଥାଏ। ହଁ ତ ମଥୁରା ଯେତେବେଳେ ପହଞ୍ଚିବାକୁ କିଛି ବାଟ ଥାଏ ବହୁତ ମାନେ କଣ କରିବି ସେଠି ଯାଇକି, କଣ ଫାଷ୍ଟ କରିବି, ସତରେ ମୁଁ ଯାଉଛି, କଣ ବିଶ୍ୱାସ ହଉନଥାଏ, ମାନେ ସ୍ୱପ୍ନ ଦେଖିଲା ଭଳିଆ ଲାଗୁଥାଏ। ତାପରେ ଯେତେବେଳେ ଆମେ ପହଞ୍ଚିଲୁ ଲେଟ୍ ହେଇଗଲା, ଟ୍ରେନ ବହୁତ ଲେଟ୍ ଚାଲୁଥାଏ, ତାର ଲେଟ୍ ଚାଲୁଥାଏ ଲାଇନ ପ୍ରୋବ୍ଲେମ ଯୋଗୁଁ। ତାପରେ ସେଠି ଯାଇ ପହଞ୍ଚିକି ଫାଷ୍ଟ ଦଣ୍ଡବତ କଲେ ତ ଟ୍ରେନ ଓହ୍ଲେଇକି ସେ ମାଟିକୁ, ତାପରେ ଆମେ ଗଲେ ପ୍ରସାଦ ପାଇକି ସମସ୍ତେ ରେଷ୍ଟ ନେଲେ। ତାପରେ ତାପରଦିନ ସକାଳକୁ ସମସ୍ତେ ବି ବହୁତ ମାନେ ରାତି ସାରା କେହି ଭଲସେ ଶୋଇନାହାନ୍ତି ନା, ତ ରେଷ୍ଟ ପାଇଁ ସମସ୍ତେ ଟିକେ ବି ଇଏ ହେଇଯାଇଥିଲେ। ଫିର ବି ମୋର ବି ଦେହ ଟିକେ ଅସୁସ୍ଥ ହେଇଗଲା, ତ ମୁଁ ଭାବିଲି କଣ କରିବି, ଆସିଛି ଏତେ ଦୂରରୁ, ହେଲେ ଏତେ ଅସୁବିଧା ହଉଛି କଣ କରିବି। କିନ୍ତୁ ଯାହା ବି ହେଇଯାଉ ମୋ ମାଇଣ୍ଡରେ ସବୁବେଳେ ଥାଏ ଯେ ଦେହ ଯେତେ ବି ଖରାପ ହଉ, ମୁଁ ମାନେ ଏଠି ବୃନ୍ଦାବନ ଶୋଇବାର ଜାଗା ନୁହେଁ, ଏଠି ତପସ୍ୟା କରିବାର ଜାଗା। କିନ୍ତୁ ଯାହା ବି ହଉ, ମାନେ ଟିକେ ବି ବଳ ଆସିଥାଏ ଯଦି ଭଲ ଲାଗିବ ମାନେ ମୁଁ ଖାଲି ଧାଇଁବି, ମୁଁ ଯିବି ମାନେ ଯିବି, ଆଉ ଏ ଧାମକୁ ଆସି ପାରିବି କି ନାହିଁ, ଆଉ ଏ ସୁଯୋଗ ମିଳିବ କି ନାହିଁ, ଆଉ ତ ଏମିତି ଭାବିକି ମୁଁ ଚାଲିଲି। ତାପରେ ସକାଳକୁ ଭଲ ଲାଗିଲାନି, ମୁଁ ଭାବିଲି ଯାଇପାରିବିନି। 10ଟା ବେଳେ ତାପରେ ମାତାଜୀ ମାନେ ଆମର କହିଲେ ଯେ ଫୋଗଲା ଆଶ୍ରମ ଯିବା ପାଇଁ, ସେ ମହାରାଜଙ୍କୁ ଦର୍ଶନ କରିବା ପାଇଁ। ଯେତେବେଳେ ମହାରାଜଙ୍କୁ ଫାଷ୍ଟ ଦର୍ଶନ କରିବାକୁ ଗଲି ନା, ସେତେବେଳେ ମୋର ବିଶ୍ୱାସ ହେଇନଥାଏ ଯେ ମହାରାଜଙ୍କୁ ଯୋଉ ମାନେ ସବୁବେଳେ ଫୋନରେ ଦେଖିଥାଏ ମହାରାଜ କୀର୍ତ୍ତନ, ତ ମୁଁ ଭାବେ ମହାରାଜ ବୋଧେ ବାହାରେ ରୁହନ୍ତି। ସେତେବେଳେ ଭାବେ ଯେ ମହାରାଜ ମାନେ ଇଣ୍ଡିଆରେ ନୁହେଁ, ଇଣ୍ଡିଆ ବାହାରେ ରୁହନ୍ତି କୀର୍ତ୍ତନ। ତ କେବେ ମାନେ ଭାବିନଥିଲି ଯେ ମହାରାଜଙ୍କୁ ଦର୍ଶନ କରିପାରିବି, ଯାହାକୁ କୀର୍ତ୍ତନ ମତେ ଏତେ ପ୍ରିୟ। ମୁଁ ସବୁବେଳେ ମନରେ ଗୁଣଗୁଣ ହଉଥାଏ, ସବୁବେଳେ କୀର୍ତ୍ତନ ମତେ ବେଶୀ ଭଲ ଲାଗେ। ମାନେ ଇସ୍କନରେ ସବୁଠୁ ଜିନିଷଟା ହଉଛି କଣ, ମତେ ସବୁଠୁ କୀର୍ତ୍ତନ ହିଁ ବେଶୀ ଭଲ ଲାଗେ, ଆଉ ଗାଇବାକୁ ବି ଭଲ ଲାଗେ ମତେ। ଆଉ ତ ମହାରାଜ କୀର୍ତ୍ତନ ସବୁବେଳେ ଶୁଣେ। ଯେତେବେଳେ ମୁଁ ଫାଷ୍ଟ ଏମିତି ଶୁଣେ ନା, ତ ମତେ ଜଣେ କହିଲେ କି ତ ତମକୁ ତ କୀର୍ତ୍ତନ ଭଲ ଲାଗୁଛି, ତାହେଲେ ତମେ ଦୀକ୍ଷା ଦେବେ ନବ। ଆମର ଜଣେ ଯୋଉ, ମୁଁ କହିଲି ହଁ, ମୁଁ ଯାହାଠୁ ଦୀକ୍ଷା ନେବି ସିଏ ବି କୀର୍ତ୍ତନ କରୁଥିବା ଦରକାର, ଆମର ସବୁବେଳେ ଏମିତି କୀର୍ତ୍ତନ ଆଗକୁ ଏମିତି ଯିବି, ମତେ ତ ସେଇଟା ଭୟ। ତାହେଲେ ସେ କହିଲେ କି ତମେ ଯାହାଠୁ ଦୀକ୍ଷା ନେବ ସିଏ ହଉଛନ୍ତି ଲୋକନାଥ ମହାରାଜ, ଆଉ ସିଏ ହଉଛନ୍ତି କୀର୍ତ୍ତନ ସମ୍ରାଟ। ତ ତାଙ୍କ ଦ୍ୱାରା ମୁଁ କହିଲି ହଁ ହଁ। ତାପରେ ମୁଁ ୟୁଟ୍ୟୁବରେ ସର୍ଚ୍ଚ ମାରିକି ମହାରାଜଙ୍କର କୀର୍ତ୍ତନ ଶୁଣେ। ତାପରେ ଶୁଣି ତାପରେ ମୁଁ ଭାବିଲି ଯେ ମହାରାଜଙ୍କର ଶିଷ୍ୟ କୋଉଠି ଅଛନ୍ତି। ତାପରେ ଏମିତି ଭୁବନେଶ୍ୱର ଯାଇଥାଏ, ପ୍ରଭୁଜୀଙ୍କ ସହିତ ଦର୍ଶନ ହେଲା, ତ ସେଇଟା କହିବି ପରେ। ହଁ, ଯୋଉ ଫୋଗଲା ଆଶ୍ରମ ଗଲି ସେଇଟା କହୁଛି। ଫୋଗଲା ଆଶ୍ରମ ଗଲି, ସେଠି ମହାରାଜ ଦୀକ୍ଷା ଦଉଥାନ୍ତି, ଦୂରରୁ ଭଲସେ ଦେଖି ପାରୁନଥାଏ ତାଙ୍କୁ ସ୍ପଷ୍ଟ ଭାବରେ। ତାପରେ ଦେଖି ମାନେ ବିଶ୍ୱାସ ହଉନଥାଏ ମହାରାଜ ସତରେ ମାନେ ଆଖି ସାମ୍ନାରେ ଦେଖୁଛି। ଏତେ ଦୂରରେ ବି ମାନେ ମୁଖର ତାଙ୍କର ଯେମିତି ଅପୂର୍ବ ଉଜ୍ଜ୍ୱଳ, ମାନେ ଇଚ୍ଛା ହଉଥାଏ ପାଖକୁ ଯାଇକି କେମିତି ତାଙ୍କୁ ଭଲସେ ଦେଖିବା ପାଇଁ ହେଲା। ତ ମହାରାଜଙ୍କୁ ଦର୍ଶନ କରିଲି। ତାପରେ ସେଠି କିଛି ସମୟ ସେଠି ବି ବସିଲୁ ଆମେ ସମସ୍ତେ, ସେଠି ବଗିଚା ଥାଏ ସେଠି ଆମେ ବସିଲୁ। ତାପରେ ମହାରାଜ ଯେତେବେଳେ କଥା ସରିଲା, ମହାରାଜ ଯେତେବେଳେ ଚାଲିକି ବାହାରକୁ ଆସିଲେ, ଆମେ ସମସ୍ତେ ମାତାଜୀ ସମସ୍ତେ ଧାଇଁଲୁ ମହାରାଜଙ୍କୁ ଦେଖିବା ପାଇଁ। ତାପରେ ମହାରାଜ ପଛେ ପଛେ ସମସ୍ତେ ଗଲୁ, ମହାରାଜ ଯାଉଥାନ୍ତି, ମାନେ ଦେଖିକି ପାଖରୁ ଦେଖି ଏତେ ଖୁସି, ଏତେ ଆନନ୍ଦ ଲାଗିଲା, ମାନେ ମାନେ ଲୋମ ଟାଙ୍କୁରି ଉଠୁଥାଏ ଯେ ସତରେ ପାଖରୁ ଦେଖୁଛି ଯାହାକୁ ମୁଁ ମୋବାଇଲରେ ସବୁବେଳେ ଦେଖୁଥାଏ। ବହୁତ ଖୁସି ଲାଗେ। ମାନେ ଏବେ ଭାବିଲେ ମାନେ ଆଉ ସେ ଦିନ ଆସିବ କି ନାହିଁ, ଆଉ ସେମିତି ଦର୍ଶନ ମିଳିବ କି ନାହିଁ। ତାପରେ ସେଇଠି ତ ଆମେ ପଳେଇ ଆସିଲେ ଖରାବେଳେ। ତାପରେ ପ୍ରସାଦ ପାଇକି ସମସ୍ତେ ରେଷ୍ଟ କଲେ। ତାପରେ ଗଲେ ଆମର ଅଟୋରେ ଗଲେ କୋଉଠି ରାଧାରମଣ ମନ୍ଦିର, ଆଉ
ବାଙ୍କି ବିହାରୀ, ମଦନ ମୋହନ ଏମିତି ସବୁ ମନ୍ଦିର ସବୁ ଯାଇଥିଲେ। ସମସ୍ତେ ବହୁତ ସୁନ୍ଦର ଭାବେ ଦର୍ଶନ କଲେ। ପୁଣି ସେଠୁ ଫେରି ଆସିକି ପୁଣି ପ୍ରସାଦ ପାଇକି ସମସ୍ତେ ରେଷ୍ଟ କଲେ। ସେଦିନ ଥାଏ 5 ତାରିଖ। ତାପର ଦିନ 6 ତାରିଖ ଦିନ ମହାରାଜଙ୍କର 15 ଇୟର୍ସ ଆନିଭର୍ସରୀ ସନ୍ନ୍ୟାସୀ ଥାଏ। ତ ଆମେ ସମସ୍ତେ ମାତାଜୀ ମାନେ ଶାଢୀ ଯୋଉ ନେଇଥାଉ ସେଟାକୁ ପିନ୍ଧିବାରେ ସମସ୍ତେ ମାନେ ଏତେ ଏକ୍ସାଇଟେଡ କି କେମିତି ପିନ୍ଧିବେ। ଆଉ ମୁଁ ସମସ୍ତଙ୍କୁ ହେଲ୍ପ କରିଥିଲି ପିନ୍ଧିବା। ତ ସମସ୍ତେ ପିନ୍ଧିକି ତାପରେ ଆମେ ଯାଇଥିଲୁ ଖୋଗଲା ଆଶ୍ରମକୁ। ତାପରେ ସେଠି ଆମେ ଷ୍ଟେଜରେ ମହାରାଜଙ୍କର ପ୍ରୋଗ୍ରାମ ଦେଖିଲୁ। ବହୁତ ଖୁସି ବି ଲାଗିଲା। ଆମେ ପଛରେ ବସି ଯାଇଥିଲୁ, ତାପରେ ଇଚ୍ଛା ହେଲା କେମିତି ଆଗକୁ ଯିବୁ। ତାପରେ ଆମେ କିଛି ଜଣ ମାତାଜୀ ଆମେ ଆଗକୁ ପଳେଇଲୁ। ମାନେ ମହାରାଜଙ୍କୁ ଆମେ ଭଲସେ ଦେଖି ପାରୁନଥାଉ ନା, ସେଥିପାଇଁ ଆଉ ପଛରେ ବସିବା ସମସ୍ତେ ମାନେ ଆଗରେ ବସିଥିବା ଲୋକ ମାନେ ଭକ୍ତ ଲୋକ ସେମାନେ ଆମେ ମୁଣ୍ଡ ରହିଯାଉଛି ନା, ଆମେ ଭଲସେ ଦେଖିପାରୁ। ସେଥିପାଇଁ ଆଗକୁ ପଳେଇ ଯାଇଛୁ। ତାପରେ ମହାରାଜ ସେଠି ମହାରାଜ ସମସ୍ତେ କଥା କହୁଥାନ୍ତି, ମହାରାଜଙ୍କ ବିଷୟରେ ସମସ୍ତେ କହୁଥାନ୍ତି। ତାପରେ ମୋର ମାନେ ଇଚ୍ଛା ଥିଲା ଯେ ମହାରାଜ କେତେବେଳେ କହିବେ, ତାଙ୍କ ଭଏସ ମୁଁ ଶୁଣିବାକୁ ଚାହୁଁଛି। ମହାରାଜ କିଛି କହୁନାହାନ୍ତି, କାହିଁକି ବସିଛନ୍ତି, କିଛି କୁହନ୍ତୁ, କେତେବେଳେ କହିବେ। ଏମିତି ଭାବିକି ତାପରେ ମହାରାଜ ଯେତେବେଳେ କୀର୍ତ୍ତନ ଆରମ୍ଭ କଲେ ସମସ୍ତେ ଘୋ ଘୋ ହେଇକି ଉଠିଗଲେ। ମାନେ ଏତେ ମାନେ ଖୁସି ସତରେ ମାନେ ମହାରାଜ କୀର୍ତ୍ତନ ମୁଇଁ ଶୁଣିବାକୁ ଯେମିତି ମାନେ ଆଗ୍ରହର ଥିଲି। ତ ମହାରାଜ ଯେତେବେଳେ କୀର୍ତ୍ତନ ଆରମ୍ଭ କଲେ ମାନେ ସମସ୍ତେ ପୁରା ଉଠିକି ମାନେ ବ୍ୟାକୁଳର ସହିତ ମାନେ ଏତେ ଉତ୍କଣ୍ଠା, ଏତେ ମନରେ ଇଏ ସେଇଠି ସବୁ ମାନେ ଦେହର ଯେମିତି ସବୁ ଦରଜ ଚାଲି ଯାଉଛି, ଏମିତି ଲାଗୁଥାଏ ମହାରାଜଙ୍କୁ କୀର୍ତ୍ତନ ଶୁଣିକି। ତ ସମସ୍ତେ ଉଠିକି ମାନେ ନାଚିବାରେ ଲାଗିଲେ ଆନନ୍ଦରେ। ତ ଏମିତି ହେଇଥିଲା। ତାପରେ ମହାରାଜଙ୍କ କଥା ଆମେ ଶୁଣିଥିଲେ। ତାପରେ ବହୁତ ସାରା ଜିନିଷ ବି ସେଇଠି କେତେ ସାରା ମହାରାଜଙ୍କୁ ଦର୍ଶନ କରିଲେ। ମୁଁ ବି କିଛି ଦେଖିନି, କାହାକୁ ଦେଖିନି, କାହାକୁ ଚିହ୍ନିନି, କାହାଙ୍କ ନାଁ ବି ମୁଁ ବିଶେଷ ଜାଣିନି। ତ ମୁଁ ସେଠି ପଚାରି ବୁଝିଥିଲି। ତାପରେ ସେଠି ପ୍ରସାଦ ପାଇବାରେ ଥିଲା, ସେଠି ପ୍ରସାଦ ନ ପାଇକି ସମସ୍ତେ ପୁଣି ପଳେଇ ଆସିଲେ। ଆଶ୍ରମ ପଳେଇ ଆସିଲେ। ସେଠି ରେଷ୍ଟ ନେଇକି ପୁଣି ଯିବାର ଥିଲା ଖୋଗଲା ଆଶ୍ରମ। ତ ସେ ବି ଯାଇଥିଲେ। ତାପର ଦିନ ଏଇଟା ଗଲା 6 ତାରିଖ। ତାପରେ 7 ତାରିଖ ଦିନ ମୋ ଦେହ ବହୁତ ଅସୁସ୍ଥ ହେଇଗଲା। ମୁଁ ସକାଳୁ ଉଠି ପାରିଲିନି। ସମସ୍ତେ ପଞ୍ଚକୋଶ ପରିକ୍ରମାରେ ଗଲେ କିନ୍ତୁ ମୁଁ ଯାଇପାରିଲିନି। ଏତେ ମାନେ ନିଜକୁ ଖରାପ ଲାଗିଲା, ମୁଁ କାହିଁ ଯାଇପାରୁନି। ତାପରେ ପୁଣି ସନ୍ଧ୍ୟା ବେଳକୁ ମୁଁ ଭାବିଲି ନାଇଁ, ମୁଁ ଏଠି ଶୋଇବା ପାଇଁ ମୁଁ ଆସିଛି, ନାଇଁ ଏଠି ଶୋଇବାର ଜାଗା ଏଠି ନୁହେଁ। ବୃନ୍ଦାବନ ହଉଛି ତପସ୍ୟା କରିବା। କାହିଁକି ମୁଁ ଏଠି ମାନେ ଆଉ କିଛି ଦିନ ରହିଲା, ମୁଁ କାହିଁକି ୱେଷ୍ଟ କରିବି। ଟିକେ ଭଲ ଲାଗିଲେ ଚାଲି ଧାଇଁବି। ତାପରେ ପୁଣି ଆମେ ଯାଇଥିଲେ କୋଉଠି ପ୍ରେମ ମନ୍ଦିର ଯିବେ ବୋଲି ସମସ୍ତେ କହିଲେ। କିଏ କୁଆଡେ ପଳେଇଲେ, ମୁଁ ବି ଜାଣିପାରିଲିନି। ତାପରେ ବାପା ଯେମିତି ପ୍ରେମ ମନ୍ଦିର ଗଲେ, ମୁଁ ତାଙ୍କ ସହିତ ଗଲି। ପ୍ରେମ ମନ୍ଦିର ବିଶେଷ କିଛି ସେମିତି ନାହିଁ, ବାସ୍ ଖାଲି ଦେଖିବାର ଅଛି। ଆଉ ସେମିତି କିଛି ବିଶେଷ ନାହିଁ ଯେମିତି ଆମ ଇସ୍କନ ମନ୍ଦିରରେ ଅଛି। ତ ସେଠୁ ଆସିଲି। ସେଠି ଆସି ପୁଣି ପ୍ରସାଦ ପାଇକି ସେଦିନ ବେଶୀ କିଛି ମୁଁ ଦେଖି ନାହିଁ। ମୁଁ ମାନେ ଅସୁସ୍ଥ ଯୋଗୁ ସେଠି ରହିଯାଇଥିଲି ରୁମରେ। ସେଦିନ ସେମିତି ଗଲା। ତ ତାପର ଦିନ ଯାଇଥିଲେ ବର୍ଷାନାରେ ନନ୍ଦଗାଁଓ ଆଉ କୀର୍ତ୍ତିଦା ମନ୍ଦିର ଆଉ ବର୍ଷାନାରେ ରାଧାରାଣୀଙ୍କ ଦର୍ଶନ। ମାନେ ଏତେ ସିଢି ପାହାଚ ଚଢି ଚଢି ମାନେ ଥକା ବି ଲାଗୁଥାଏ। ମାନେ ଆଉ ସେ ଯୋଉ ନନ୍ଦଗାଁରେ ସେ ଯୋଉ ଫାଷ୍ଟ ଯୋଉ ନଦୀ ପାଖକୁ ଗଲେ, ନାଁଟା କଣ ମନେ ପଡୁନି। ସେଠି ମୁଁ ଯେତେବେଳେ ଦେଖିଲି, ମାନେ ଯେତେବେଳେ ବସ୍ ଟା ରହିଲା, ଆମେ ଓହ୍ଲେଇଲେ, ସେତେବେଳେ ମାନେ ରାଧାରାଣୀଙ୍କର ଶ୍ରୀଜୀଙ୍କର ଏଠି ପାଦ ଏଇ ମାଟିରେ ସେ ତାଙ୍କ ଲୀଳାଖେଳା କରୁଥିଲେ। ଶ୍ୟାମ ସୁନ୍ଦର ରାଧାରାଣୀ ମୁଁ ଭାବୁଥାଏ ଯେ ସତରେ ଏଇ ମାଟିରେ କଣ ରାଧାରାଣୀ ଆଉ ଶ୍ୟାମ ସୁନ୍ଦର ତାଙ୍କର ଲୀଳା ସବୁ ଗୋପୀ ମାନେ ଏଇଠି ହିଁ କରୁଥିଲେ। ମାନେ ଏଇ ମାଟିରେ, ଏଇଠି ଏମିତି ଏଇ ନଦୀରେ ଲୀଳାଖେଳା କରୁଥିଲେ, ଏଇ ମାଟିରେ ଗଡୁଥିଲେ, କି ଯାହା ବି ହଉ।
ସେ ସବୁ ଭାବୁଥାଏ। ସେ ସତରେ ବିଶ୍ୱାସ ହଉନାହିଁ ଆମେ ସେଇ ଧାମକୁ ଆସିଛେ, ଆମକୁ ସେ ସୁଯୋଗ ମିଳିଛି ବୋଲି। ତାପରେ ସେଠି ସମସ୍ତେ ଭଲ ଭାବରେ ଦର୍ଶନ କଲେ। ଆଉ ଲାଷ୍ଟ କୁ ଯାଇଥିଲେ ବର୍ଷାନାର ସିଢି କେତେ ଚଢି ଚଢି ସମସ୍ତେ ଯାଉଥାନ୍ତି। କେହି କେହି ମାନେ ଧଇଁ ସଇଁ ବି ହେଇଯାଉଥାନ୍ତି। ଦେଖିଛି ଜଣେ ବୟସ୍କ ସେ ରହିଗଲେ ଅଧା ବାଟରୁ, ଆମ ସହିତ ଯାଇଥିଲେ ହେଲେ ରହିଗଲେ। ତାପରେ ସେଠି ଯାଇକି ବି ରାଧାରାଣୀଙ୍କୁ କେତେ ସୁନ୍ଦର, ତାପରେ ପୁରା ତଳକୁ ଦେଖିଲୁ କେତେ ତଳ, ଆମେ ଉପରକୁ ଉଠି ଆସିଛେ। ତାପରେ ଆସିଲା ବେଳେ କିଛି ନାହିଁ, ଆସିଲା ବେଳେ ସେମିତି ଆସିଗଲେ। ତାପରେ ଆସିକି ଆମେ ରୁମକୁ ପଳେଇ ଆସିଥିଲେ। ସେଠି ପ୍ରସାଦ ପାଇକି ପୁଣି ସମସ୍ତେ ରେଷ୍ଟ କରିଥିଲେ। ସେଟା ଥିଲା 7 ତାରିଖ। ତାପରେ 8 ତାରିଖ ଆମେ କୁଆଡେ ଯାଇଥିଲେ ମୁଁ ଭୁଲିଗଲି। 8 ତାରିଖ ପ୍ରଭୁ କୁଆଡେ ଯାଇଥିଲେ? हरे कृष्णा। ଆଜ୍ଞା ମାତାଜୀ 8 ତାରିଖ ହିଁ ଆମେ ନନ୍ଦଗାଁ ବର୍ଷାନ ହେରିକା ଯାଇଥିଲେ। ହଁ 7 ତାରିଖ 9 ତାରିଖ, 9 ତାରିଖ ଆମର ଥିଲା ଏଠି ଗିରିରାଜ ପରିକ୍ରମା ଥିଲା। 9 ତାରିଖ ଗିରିରାଜ ପରିକ୍ରମା ଥିଲା। ସେଠି ସମସ୍ତେ ମାନେ ବଢି ସକାଳୁ ସେଠି କେତେ ସାରା ମାନେ ଶୀତ, ମାନେ ପ୍ରବଳ ଶୀତ କାଠ ଭଳିଆ। ସେଠି ଯାଇକି ପହଞ୍ଚିକି ସମସ୍ତେ ମୁଁ ଭାବିଲି ମାନେ ଆମର ଭକ୍ତ ମାନେ ହିଁ ଖାଲି ପରିକ୍ରମା କରିବେ। ତାପରେ ଦେଖିଲା ବେଳକୁ ସମସ୍ତେ କେତେ ଆଡୁ କେତେ ଭକ୍ତ ସାରା ଆସିଥାନ୍ତି ପରିକ୍ରମା ପାଇଁ। ଜଲ୍ଦି ଜଲ୍ଦି ଚାଲୁଥାନ୍ତି। ତାପରେ କେତେ 5 କିଲୋମିଟର ଗଲା ପରେ ଆସିଲା ଯୋଉ ଗାର୍ଡେନ, କି ଗୋଟେ ଗାର୍ଡେନ, ସେଇଠି ଆମେ ଯାଇକି ପହଞ୍ଚିଥିଲେ। ସେଠି ମହାରାଜଙ୍କୁ ଦର୍ଶନ କରିକି କଥା ଶ୍ରବଣ କଲେ। ମହାରାଜ ଆସିଥିଲେ, ମହାରାଜ କଥା କହୁଥାନ୍ତି, ଯେତେବେଳେ ମଝିରେ ମଝିରେ ଗୋଟେ ଗୋଟେ ପଏଣ୍ଟ କଥା କହୁଥାନ୍ତି, ଏତେ ଖୁସି ଲାଗୁଥାଏ ହେଲା। ତ ସମସ୍ତେ ହସୁଥାନ୍ତି। ମହାରାଜ କଥା ଶୁଣିଲେ ନା ନିଦ ଆସିବନି। ମହାରାଜ ଏମିତି କହିବେ ଯେ ନିଦ ଭାଙ୍ଗି ବି ଯିବ। ତ ବେଶୀ ଇଣ୍ଟରେଷ୍ଟିଂ ଥିଲା ମହାରାଜଙ୍କର ସେଇଠି। ତାପରେ ଆମେ ସମସ୍ତେ ପ୍ରସାଦ ପାଇଁ ଭାବିଲେ ପ୍ରସାଦ ପାଇକି ଯିବୁ ବୋଲିକି, କିନ୍ତୁ ଏତେ ଲାଇନ ବଡ, ଏତେ ଲମ୍ବା ଲାଇନ ଦେଖିକି ସମସ୍ତେ ପଳେଇଥିଲେ, ନାଇଁ ଲେଟ୍ ହେଇଯିବ ବୋଲି। ତାପରେ ମୋ ବାପା ବି ମୋ ସାଙ୍ଗରେ ଯାଇଥିଲେ, ତ ମୁଁ ତାଙ୍କୁ କହିଲି କି ସେଇଠୁ ପଳେଇଲେ ସେ ଅଟୋରେ। ମତେ ଖାଲି ବାରମ୍ବାର କଲ୍ କରୁଥାନ୍ତି ରାସ୍ତାରେ, ତୁ ପଳେଇ ଆସ ଅଟୋରେ, ଚାଲିପାରିବୁନି ଏତେ ବାଟ, ଚାଲିପାରିବୁନି, ବାରମ୍ବାର କଲ୍ କରୁଥାନ୍ତି। ମୁଁ କହିଲି ନାଇଁ ନାଇଁ, ମୁଁ ଆସିଛି ମାନେ ମୁଁ ନିଶ୍ଚୟ କରିବି, ମୁଁ ଚେଷ୍ଟା କରିବି, ନିଶ୍ଚୟ କରିବି। ତାପରେ ଟିକେ ଗଲାବେଳେ ଖାଲି ଦେଖୁଥାଏ ଆଉ କେତେ ବାଟ ରହିଲା। ତାପରେ ଆମେ ଯାଇକି ଯାହା ହଉ ପହଞ୍ଚି ଯାଇଥିଲେ, ରାଧାରାଣୀଙ୍କ କୃପା ଯାହା ହଉ ପହଞ୍ଚି ଯାଇଥିଲେ ରାଧାକୁଣ୍ଡ, ଶ୍ୟାମକୁଣ୍ଡ। ସେଠି ଯାଇକି ପୂଜା ଯାହା କରିବାର ଥିଲା। ଆଉ ଏପଟେ ମାନେ ପାଖାପାଖି ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଦର୍ଶନ ହେଇଗଲା। ମୁଁ କହିଲି ଆଉ ବାଟ ଯିବାକୁ ପଡିବନି। ଫିର୍ ବି ଆମେ ସେଠି ବି ରାଧାକୁଣ୍ଡ, ଶ୍ୟାମକୁଣ୍ଡ ପରିକ୍ରମା କରିକି ସମସ୍ତେ ଭକ୍ତ ଲୋକ ଯାଇକି ପହଞ୍ଚି ଯାଇଥିଲେ। ସେ ପର୍ଯ୍ୟନ୍ତ ଆସିକି 4ଟା ବାଜିଲାଣି, କେହି ବି ପ୍ରସାଦ ପାଇନାହାନ୍ତି ସକାଳୁ। ମୋର ଚିନ୍ତା ଥାଏ ମୋ ବାପାଙ୍କ ପାଇଁ, ସେ ମୋ ବାପା କେବେ ଭୋକରେ ରହିପାରନ୍ତି ନା। ତାପରେ ସମସ୍ତେ ଯାଇକି ଏକାଥରେ 5ଟା ପହଞ୍ଚିକି 5ଟା ବେଳକୁ ସମସ୍ତେ ପ୍ରସାଦ ପାଇଥିଲେ। ତାପରେ ରେଷ୍ଟ ନେଇଥିଲେ। ଆଉ ତ କୁଆଡେ ଚାଲିକି ଯିବାରେ ଆଉ ମାନେ ସେମିତି ନଥିଲା ଆଉ, ମାନେ ଚାଲିକି ଯିବାରେ ସେତେ କାହାର ବଳ ବି ନଥିଲା, ଚାଲିଛନ୍ତି ନା। ତାପରେ ତା ପରଦିନ ହେଲେ ଲାଷ୍ଟ 10 ତାରିଖ ଥିଲା। 10 ତାରିଖ ସମସ୍ତେ ପ୍ରୋଗ୍ରାମ ହେଇଥିଲା କି କଣ ଜଣା ନାହିଁ। ମୁଁ ତ ଜାଣିନଥିଲି ବସ୍ ହେଇଥିଲା ବୋଲି, କିନ୍ତୁ ଆମର ପର୍ସନାଲି ବାପା ଯାଇଥିଲେ। ସେ ତାଙ୍କ ସାଙ୍ଗ ମାନଙ୍କ ସହିତ କହିଲେ ଅଟୋରେ ଯିବା ପାଇଁ, ଆମେ ଯାଇଥିଲୁ। କୋଉଠି ମଥୁରା, ଗୋକୁଳ ଏସବୁ ଯାଇଥିଲେ। ଆଉ ଚିନ୍ତାହରଣ ମହାଦେବ, ତାପରେ ରମଣରେତୀରେ ବାଲି ଯୋଉ ମାଟି ଖେଳ ବହୁତ ସୁନ୍ଦର। ତ ସେଠି ତ ସମସ୍ତେ ପୁରା ମାଟିରେ ପୁରା ଗାଧେଇ ପଡିଲେ। ମାନେ ବିଶ୍ୱାସ ହଉନଥାଏ ଯେ ଏଇ ମାଟିରେ କୃଷ୍ଣ ଛୋଟବେଳେ ତାଙ୍କର ଏଇ ମାଟିରେ ଗଡି ଯାଉଥିଲେ, ଖେଳୁଥିଲେ ଏଇ ମାଟିରେ। ତ
ସେଠି ସମସ୍ତେ ମାନେ ଦେଖିକି ଆଶ୍ଚର୍ଯ୍ୟ ଲାଗୁଛି ଯେ ସେମାନେ ମାଟିକୁ କେମିତି ହୋଲି ଭଳିଆ ମୁଣ୍ଡରେ ପୁରା ଭର୍ତ୍ତି କରୁଛନ୍ତି, କିନ୍ତୁ ମାନେ ପାଣି ମାନେ ମାଟିରେ ପୁରା ବୁଡି ଯାଉଛନ୍ତି। ବିଶ୍ୱାସ ଜଣାଥାଏ ମାନେ ତାକୁ ଦେଖିକି ମୁଁ ବି ଭାବିଲି ଯେ ହଁ ମାନେ ଏଇ ମାଟିରେ ସମସ୍ତେ ଗଡି ଗଲୁ। ତାପରେ ତାପରେ ଯାଇଥିଲେ ଦ୍ୱାରିକାଧୀଶ, ତାପରେ ମଥୁରା ଜେଲଖାନା। ତାପରେ ଏ ସବୁ ଦେଖିକି ପୁରା ରାତି 8ଟାକୁ ଯାଇକି ପହଞ୍ଚିଗଲେ ଆଶ୍ରମ ପାଖରେ। ଆଶ୍ରମ ପାଖରେ ପହଞ୍ଚିକି ତାପରେ ଆମେ ଭାବିଲେ ଯେ ମାର୍କେଟିଂ ତ କିଛି ହେଇନି, ଯିବାର ଅଛି ବୋଲି। ତାପରେ ଆମେ ମନ୍ଦିର ପାଖକୁ ପଳେଇଲେ, ଇସ୍କନ ମନ୍ଦିର। ସେଠି ଯାହା ସବୁ କିଣିବାର ଅଛି, ପ୍ରସାଦ ନବାର ଅଛି, ସେଠି କିଣିକି ତାପରେ ପ୍ରସାଦ ଯାହା ଯାହା ସବୁ କିଣିକି ପୁଣି ରୁମକୁ ପଳେଇ ଆସିଲୁ। ଆଶ୍ରମକୁ ଆସିଲୁ, ସେଠି ପ୍ରସାଦ ପାଇକି ରେଷ୍ଟ କଲେ। ତା ପରଦିନ ସକାଳୁ ଯେତେବେଳେ ମାନେ ତା ପୂର୍ବ ଦିନ ରାତିରେ ସମସ୍ତେ ପ୍ୟାକିଂ କରିଦେଇଥିଲେ। ତ ତା ପରଦିନ ଛାଡିବାର ଅଛି ବୃନ୍ଦାବନ। ତ ମନଟା ଭଲ ଲାଗୁନଥାଏ, ସେ ସତରେ ଆମେ ବୃନ୍ଦାବନ ଛାଡିକି ଚାଲି ଯାଉଛେ, ଆମେ ଆମ ନିଜ ଘରକୁ ଛାଡି ଚାଲି ଯାଉଛେ। ଏଇଟା ମାନେ କେବେ ମାନେ ହଜମ ହଉନଥାଏ ଏ କଥା। ତାପରେ ବସ୍ ପାଖକୁ ଯେତେବେଳେ ଆସିଲେ ମାନେ ମାନେ ଏତେ ବସ୍ ଛାଡିଥିଲା ସେତେବେଳେ ମୁଁ ମହାରାଜଙ୍କ ଫଟୋ ଦେଖିଲି ଯେତେବେଳେ ମାନେ ଫୋନରେ, ମାନେ ଏତେ ମାନେ ଦୁଃଖ ଲାଗିଲା। ମହାରାଜକୁ ସତରେ ଆଉ ଦର୍ଶନ କରିପାରିବି ନାହିଁ, ଆଉ 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 ଆସିପାରିବି କି ନାହିଁ। ମାନେ ଆମେ ମାନେ ଏତେ ବଡ ପାପି ଯେ ମାନେ ଆଉ ଏଇ ଧାମକୁ ଆସିପାରିବି କି ନାହିଁ, ଆଉ ସେମିତି ସୁଯୋଗ ମିଳିବ କି ନାହିଁ। ମାନେ ମହାରାଜକୁ ଆଉ ସେମିତି ସାମ୍ନାରେ ଭଲସେ ଦର୍ଶନ କରିବି କି ନାହିଁ, ମାନେ ଇଚ୍ଛା ହଉନଥାଏ। ତାପରେ ଖାଲି ବାଟ ସାରା ଦେଖୁଥାଏ ଯେ ଆମେ କେତେ ବାଟ ମାନେ କେତେ ଦୂରରୁ ପଳେଇ ଆସିଲେଣି। ଆମେ ଯେତେବେଳେ ପହଞ୍ଚିଗଲେ ଏଠି ଷ୍ଟେସନ ପାଖରେ, ତ ମୁଁ ଦେଖୁଥାଏ ଯେ ସତରେ ବୃନ୍ଦାବନ ଆମେ କେତେ ଦୂରକୁ ପଳେଇ ଆସିଲାଣି। ମାନେ କଣ କହିବି, ସେଇଟା ମାନେ ଏତେ ଦୁଃଖର କଥା ଯେ ଆଉ ସେଠି ଫେରିବାକୁ ବି ଇଚ୍ଛା ହଉନଥାଏ। ଏବେ ସମସ୍ତେ ଆସିଲେ, ତାପରେ କୀର୍ତ୍ତନ ବି ହଉଥାଏ ରାସ୍ତାରେ, ମତେ ଭଲ ଲାଗୁନଥାଏ ଯେ କୀର୍ତ୍ତନ ବି କରିବାକୁ। ଆଉ ଦେହ ବି ଅସୁସ୍ଥ ଥାଏ। ଅସୁସ୍ଥ ମାନେ ଦେହ ମାନେ ଆସିଲା ପରେ ବି ମାନେ 10 ଦିନ 8 ଦିନ ଭଳିଆ ଦେହ ଅସୁସ୍ଥ ରହିଥାଏ। କାହିଁକି ନା ସେଠି ପାଣି ଯୋଉଟା ପାଣି କଣ ସାଙ୍ଗେ ସାଙ୍ଗେ ଯୋଉ ଆମେ ଯାଇକି ଭୋର ମଙ୍ଗଳା ଭାଇ ଯୋଉ ଗାଧେଇ ପଡିଲେ ଯାଇକି, ସେଥିପାଇଁ କି ମାନେ ଥଣ୍ଡା ଜର ହେଇଗଲା, ଭୀଷଣ ଥଣ୍ଡା ଜର। କାହା କାହା ଦେହରେ ପାଣି ବି ଯାଏନି, ତ ଏମିତି ହେଇଗଲା ଆଉ। ତାପରେ ସମସ୍ତଙ୍କ ପ୍ରାୟ ବି ଦେହ ଅସୁସ୍ଥ ଥିଲା, କିନ୍ତୁ ସମସ୍ତଙ୍କ ମାଇଣ୍ଡ ଥାଏ ଯେ ଆମେ ଧାମକୁ ଆସିଛେ, ଏଠି ଏବେ ଏତେ ଶୋଇବାର ନାହିଁ ଆମର, ଏତେ ଆମେ କାହିଁକି ରେଷ୍ଟ କରିବା। ଆମେ ଶୋଇ ହିଁ ଆସିଛେ, ଆମେ ଏତେ ମାନେ ପାପି ଯେ ମାନେ ମୁଁ ନିଜେ ହିଁ କହୁଛି ହିଁ ଆମର ଏଇ ଜୀବନ ଚାଲିଛି। ତାହେଲେ ଆମେ ଏଇ ଧାମକୁ ଆସିକି ଶୋଇବା କି? ମାଇଣ୍ଡରେ ସବୁବେଳେ ଥାଏ କି ସବୁ କିଛି ଦର୍ଶନ କରିବି। ରାଧାରାଣୀ ଆଣିଛନ୍ତି ମାନେ ସେ କେମିତି ମତେ ଦର୍ଶନ କରିବେ ସେ ହିଁ ଜାଣିଛନ୍ତି। ତ ମୁଁ ନିଶ୍ଚୟ ଚେଷ୍ଟା କରିବି ଯିବାକୁ। ତାପରେ ଯାହା ହଉ ଆଜି ଯାଏ ବି ମାନେ ମନେ ଆସୁଛି ଯେ ଏଇ ତାରିଖରେ ଆମେ ଯାଇଥିଲେ, ତ ମାସେ ପାଖାପାଖି ହେଇଗଲାଣି। ମାନେ ଆହୁରି ମାନେ ଆସୁଛି ଯେ ଆମେ ସପ୍ତାହରେ ଆଉ କେବେ ବି ଯାଇପାରିବା କି ନାହିଁ। ମାନେ ଏବେ ଇଚ୍ଛା ହଉଛି ଯେ ଯିବାର ଅଛି ପୁଣି କଣ ମାର୍ଚ୍ଚ ମାସରେ ଏପଟେ ଆମର ଭକ୍ତ ଲୋକ ଯିବ ବୋଲିକି ଇଚ୍ଛା ହଉଛି ପୁଣି ଯିବା ପାଇଁ। କେବେ ମାନେ ଏବେ ବି ମ୍ୟାପ ଖୋଲିକି ମାନେ ବାହାର କରିଲା ବେଳକୁ ସେ ବୃନ୍ଦାବନ ସତରେ କେତେ ବାଟରେ ଅଛି, ଆମେ କେତେ ଦୂରରେ ଅଛୁ ବୃନ୍ଦାବନ। ଯୋଉ ତାପରେ ବହୁତ ବହୁତ ଧନ୍ୟବାଦ ମଥୁରାଧୀଶ ପ୍ରଭୁ ମଙ୍ଗଳ ବିଜୟ ମଙ୍ଗଳ ପ୍ରଭୁ। ତ ସେମାନେ ମତେ ବହୁତ ସାହାଯ୍ୟ କରିଛନ୍ତି। ସୁମିତ୍ରା ମାତାଜୀ ତ ମୋର ଯିବାର କେବେ ନଥିଲା, କ୍ୟାନସଲ ହେଇଯାଇଥିଲା ବି, ଆଉ ମୁଁ ବି ମନା କରିଦେଇଥିଲି। ତ ସେମାନେ ମତେ ବହୁତ ସାହାଯ୍ୟ କରିଛନ୍ତି, ତ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ସେମାନଙ୍କ କୃପା ବି ଅଛି। ତାପରେ ବିନ୍ଦମଙ୍ଗଳ ପ୍ରଭୁ ମତେ ବହୁତ ସାହାଯ୍ୟ କରିଛନ୍ତି। ତ ତାଙ୍କୁ ଯେତେବେଳେ ଫାଷ୍ଟ ଦେଖିଲି ଯେ ମହାରାଜଙ୍କ ଶିଷ୍ୟ ଭାବେ,
महाराज प्रभु जी कहले कि वृंदावन जाए हाँ जदि दर्शन न होता तो से कही था कि तापर ଆଉ ପ୍ରଭୁ जी भी मथुरा देश प्रभु मोर माने बहुत मोर ख्याल କରିଛନ୍ତି मते पचारिଛନ୍ତି मोर देखाशुଣା करନ୍ତି ମାନେ ମୋ ଦେହ ଖରାପ ହେଲା କି ନାହିଁ ପଚାରନ୍ତି ଆଉ ମୁଁ ବି କହିଦେଇଥିଲି ଯେ ମୁଁ ଯିବିନି ମୁଁ ଜାଣିଛି ମୁଁ ଯିବି ମାନେ ମୋ ଦେହ ଖରାପ ହବ ବି ପ୍ରଭୁ जी କହିଲେ ନାଇଁ ନାଇଁ ଆମର ତେଜମାନେ ଅଛନ୍ତି କିଛି ଅସୁବିଧା ହବନି ବହୁତ ମାନେ ଏମିତି କଥା କହିଲେ କି ମନ ବଦଳି ଗଲା ଯେ ହଁ ନାଇଁ ଯିବାର ଅଛି ବୃନ୍ଦାବନ ଧାମ ଆଉ ସୁଯୋଗ ମିଳିବ କି ନାହିଁ ଏମିତି ମାଇଣ୍ଡ ଆସିଲା ନାହିଁ ମୁଁ ଯିବି ଯାହା ବି ହେଇଯାଉ ମୁଁ ଯିବି ତାପରେ ଆଉ କିଛି ଆଉ କଣ କହିବି ମୁଁ ତ କିଛି ବି ଜାଣିନି ଯାହା ମନକୁ ଆସିଲା କହିଦେବି ଆଉ କହିବାରେ ତ୍ରୁଟି ଥିଲା କ୍ଷମା କରିବେ जय वाचा कल्पतरुश्च कृपा सिंधु पतितानां पावनेभ्यो वैष्णवेभ्यो नमः जय कृष्ण हरे प्रभुपाद कृष्ण। हरे तो विशेष धन्यवाद माता जी को। तो वेदांत वेदांत रे कुहाଯାଏ लौल्यम ही एकमात्र मूल्यम। तो आध्यात्मिक वस्तु आध्यात्मिक परिस्थिति आध्यात्मिक संभावना माने स्पिरिचुअल अपॉर्चुनिटी यदि किए लालायित होकर रहइबो एमती कुहाଯାଏ कृष्ण कृपाते गुरु मिले गुरु कृपाते कृष्ण मिले। तो माता विशेष अनुरक्त गुरु महाराज प्रति अच्छी तो से माता जी को राधाराणी कृपा प्राप्त है गुरु महाराज साक्षात दर्शन भी कले दर्शन में पवित्र है यही तुम्हार गुण तेणु से पवित्रतार प्रवाह रे जीवन रे आमे भक्ति को केमती हृदय रे संचार करवा विशेष करके भक्ति जीवन को आमे प्रतिपालन करिवार दायित्वटा कृष्णଙ୍କ ଉପରେ गुरुदेवଙ୍କ ଉପରେ ନିର୍ଭର କରିବା ए सब जिनिस वृंदावन यात्रा आसीबा परे ही जने मनन करवा दरकार। तो सुस्पष्ट मनोभाव माताजी अच्छी किंतु आमे समस्ते चेष्टा करवा दरकार जो माने जाइछंती एवं जो माने जाई नाहंती वृंदावन आसीबा परे मो जीवन रे विशेष कोन परिवर्तन परिलक्षित हेछि या पर मोर आशा अनुरूप से समस्त जिनिस प्राप्त हेछि जहाँ मु वृंदावन जीवा पूर्व आशा करथिली ना नहीं। तो आमे चेष्टा करवा दरकार सब बेले ए वृंदावन चेतना को हृदय बारंबार बारंबार मनन करया पई जेमति बेले बेले खाई सरला परे हाकुड़ी उठे थरे हाकुड़ी उठिबो आउ थरे हाकुड़ी उठिबो आउ थरे हाकुड़ी उठिबो हमु केमति केमति लागे किंतु वृंदावन रे तो अनुभव तिक्त कार न थाए चाइना रे आश्रय केवल राधाराणी कृपा ही थाए। तो सही स्पष्ट अनुभव को आमे बारंबार हम हृदय रे उंकी मारिबा दरकार ताकि भक्ति जीवन रे आनंद यदि बा आमे वृंदावन धाम रे वास करिने तापर चेतना एते उन्नत नाही तथापि सेही बेले बेले हाकुड़ी मारले मीठा हाकुड़ी भी आसे के अनुभव करथिबो खाई सला परे राजभोग इत्यादि खाइथिबो हाकुड़ी मारला बेले कोन लागिवो भल लागिवो होला। तो सेही बेले अनुभव हमको हृदय रे साउंटी रखिबार अछि कि भक्ति जीवन में आमे केबे विरक्त हवानी। तो विशेष धन्यवाद समस्त को जो माने आज वृंदावन अनुभव कहले और जो माने विशेष करके शुणिले तो शुणिबा जन मानक भितर मु दुई जन को पचारिबी रैंडमली तांकर कोन केमिति तांको अनुभव होला स्वागत प्रभु कहलो तापर ममता माता जी तुम कहबो दुई जन ओके नो हरे सरला कृष्ण हरे कृष्ण। बुझी समस्त एक्सपीरियंस तो माने बट सोनाली माता जो कहले माने इंस्पिरेशन तांको मिलता जो सत्यव्रत प्रभु कि गुरु महाराज को देखार इच्छा माने सेटा भल लागला कि मोर तो लालासा एमती गुरुଙ୍କ तीन जन जेते जन भी कहले समस्त मते ए पॉइंट भल लागला एवरीवन इज eager to means have that song of महाराज कि मो हार्ट रे तो सेमते अट्रैक्शन सेते स्ट्रांग नाही कि नाही तीन जेते जन भी कहले तांको हार्ट रे देखले से माने बहुत माने इगर अछंती महाराज को एसोसिएशन पाया पे महाराज को संग लाभ करे तो सेटा मते तीन जन ये रे भल लागला बहुत। हरे कृष्ण। ओके नो ममता माता जी हरे कृष्ण कन्वर्ट करी को तुम प्राय कंसिस्टेंटली सुनुछ तुमटू आमे कोन सुनिबा पुणी कन्वर्ट करी को हरे कृष्ण प्रभु धन्यवाद प्रणाम।
ସମସ୍ତଙ୍କର ବୃନ୍ଦାବନର ଏକ୍ସପିରିଏନ୍ସ ଶୁଣିକି ମୋତେ ବି ବହୁତ ଭଲ ଲାଗିଲା। ସମସ୍ତେ ବଢ଼ିଆ ବହୁତ ସୁନ୍ଦର ଭାବରେ କହିଲେ କି ତାଙ୍କର ଗୁରୁ ମହାରାଜଙ୍କ ପ୍ରତି ଭାବ ବୃନ୍ଦାବନୀ ପ୍ରତି ଭାବ ବହୁତ ସୁନ୍ଦର। ସମସ୍ତଙ୍କର ତ ବୃନ୍ଦାବନରେ ସମସ୍ତଙ୍କର ମନୋଭାବ ବହୁତ ଭଲ ଥିଲା। ଆଉ ମୋର ବି ଇଚ୍ଛା ଅଛି, ତମ ପାଇଁ ମୁଁ କହିଦଉଛି, ମୋର ବି ଇଚ୍ଛା ଅଛି ମୁଁ ଜଲ୍ଦି ବୃନ୍ଦାବନ ଯିବି ବୋଲି। ତ ଭଗବାନ ରାଧାରାଣୀ କୃପା କରନ୍ତୁ କି ଆମେ ସମସ୍ତେ ବୃନ୍ଦାବନ ଧାମରେ ପୁନଃ ପ୍ରବେଶ କରିବା। हरे कृष्णा। श्रील प्रभुपाद की जय। अनंत कोटि वैष्णव वृंद की जय। अवैध गौर वृंद की जय। गौर प्रमाण हरे हरे। हरे कृष्णा।